মশগুল হওয়ার ভিতরে এক উত্তপ্ত মনোলয়ী রুদ্র মহাপাত্র আজ তম কথা মনে পকাউছি ଅନ୍ধারী বিশাল নিঃসন্ন নিরা নিস্তব্ধ নীরবতা ভিতরে কি ମୁଁ ଆଜି ଆଜି ତମକୁ ଭଲ ପାଉଛି। আস ମୋ ସ୍ୱପ୍ନକୁ ସ୍ମୃତିର ରଜନୀ ଗଙ୍ଗା ଭିତରେ ତୋରେ ପ୍ରହକିତ କର। ଆସ ମଣିଷ ପାଲଟି ଗଲୁ। ତୁ କଣ କରୁଛୁ ନିଜେ କିଛି ଜାଣିପାରୁଛୁ ତ? ସେ ତ ଏତେ ଦୂର ଖସିଗଲୁ ତ ଆରେ মদ পিউଛୁ এ মা কথা থরে তু চিন্তা কর। মনীষর দেহ নবী ছাতিটা কিন্তু পথর তুমি কথা থরে তু চিন্তা কর। ব্যস্ত না রমি তু তো ব্যস্ত না প্রত্যেক দিন যেতবেলে নয়া বদল করুছি সেতবেলে তো ভগবানଙ୍କ কথা স্মরণ করুছি। এ রমি তু পরা কইদিলু ভগবানଙ୍କୁ স্মরণ কলে বিশ্বটা বি অমৃত হয়ে যায়। এটা তো সামান্য মদ। কাইকি কাইকি তো ভগবান কো না ধরিଛୁ কইলু। আরে পাপার
ভগবান রাগিবে মানে সে প্ল্যানটা ବି ମୁଁ କରିସାରିଛି ଏମାନେ ଯଦି କେବେ ମୁଁ ମରିଯାଏ ମୋ ଶବ ପାଖରେ ଗୋଟେ ବୋତଲଟେ ରଖିଦେବୁ ମୁଁ ପାଇବିନି ନାହିଁ ତ ଭଗବାନ ଯେତେବେଳେ ପାପ ପୁଣ୍ୟର ହିସାବ ମାଗିବେ ତାଙ୍କୁ ତିପେ ଢାଳିକି ଦେଇଦେବୁ ଇଏ ତତେ ମାନିବାକୁ ପଡିବ ତୋର ପୁରା ବିଦେଶୀ ବୋତଲରେ ପୁରା ଦେଶୀ ବୁଦ୍ଧି ଆଉ ମୋ ଭଣଜାର କି ବ୍ରେନ୍ ଭାଇ ମୁଁ ତ ତାକୁ ବୁଝେଇ ଠକି ଗଲିଣି ତମେ ତମେ ତାକୁ ଟିକେ ବୁଝାଅ ଭାଇ ଟିକେ ତାକୁ ବୁଝାଅ ହଁ ମତେ ବୁଝାଅ ଏମିତି ବୁଝାଅ ଯେ ମୁଁ ତାକୁ ସବୁଦିନ ପାଇଁ ଭୁଲିଯାଏ ଭୁଲିଯାଏ ତା ଦେହକୁ ଭୁଲିଯାଏ ତାକୁ ତା ମୁହଁକୁ କେହି ତ ବୁଝେଇ ପାରୁନ ଆଉ ଯିଏ ମତେ ବୁଝଉଛି ତାର ସାହା ବୋଲେ କ୍ଷତି କଣ ମିଛ କାହା କଥା କହୁଛୁ ମଦ ଏଇ ମଦ ମିଛ ସବୁ ଗୋଟେ ତୋର ବାହାନା ରଜତ ମଦନଙ୍କର ଏମିତି ମଦ ପିଇବା ପାଇଁ ଗୋଟେ ବାହାନା ଆଉ ସେଇଟା ମଧ୍ୟ ତୋର ହେଉଛି ବାହାନା କ'ଣ ମନେ ରଖିବା ଦରକାର ଆଜି ତ ଭଉଣୀର ନାଇଟ୍ ଆଜି ଭଳି ଦିନରେ ତୁ ଲୋକମାନଙ୍କୁ ଗେଷ୍ଟମାନଙ୍କୁ ରିସିପ୍ସନ୍ରେ ତାଙ୍କ ସହିତ ଯୋଗ ହୋଇ ସେମାନଙ୍କୁ କେମିତି ସମ୍ମାନରେ ବିଦା କରିବୁ ତା ନ କରି ଏଇଠି ମଦ ପିଇକି ମାତାଲ ହେଉଛୁ ତମ ଝିଅ ମନୀଷାର ବାହାଘର କିନ୍ତୁ ତମକୁ ମୋର ଗୋଟେ ପ୍ରଶ୍ନ ଏ ବାହାଘର ତମେ କଣ ଖୁସି ମୋ ବସିବ ତମେ କଣ ବାହାଘର ଖୁସି ডিজে 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 ভଣଜା ଇରେ ଡାଡିକି କ'ଣ ପଚାରୁଛୁ ମତେ ପଚାରୁନୁ ଖାଲି ତୋ ଡାଡି ନୁହେଁ ଇଏ ବାହାଘରରେ ଆମେ ସମସ୍ତେ ଖୁସି ହସିଗଲେ କେହି କେବେ ଖୁସି ହେଇଯାଏନି ମାମୁଁ ଆଉ ହସର ଅଜନଟା ଯଦି ଯାଆନ୍ତା ହୁଏତ ଜାଣି ହୁଅନ୍ତା କେତେ ଅଜନରେ ହସିଲେ ଜଣେ ଖୁସିରେ ହସେ ଆଉ କେତେ ଅଜନରେ ହସିଲେ ଜଣେ ଦୁଃଖରେ ହସେ ତମେ ନ କହିଲେ ବି ଜାଣିଲା ତମ ହସର ଅଜନଟା କହୁଛି ଏଇଟା ଆଦୌ ଖୁସିର ହସ ନୁହେଁ এইটা হচ্ছে বাধ্যবাধকতার হস লোক দেখার না হস তবে মানে হসর অভিনয় করুবা জনে জনে প্রকৃত অভিনেতা তোমার ঝিও বাহাঘর তুমি আদৌ খুশি নহ বরং মনে মনে এইদিনাই কাঁদুଛନ୍ତି তম ঝিও তুমি মুহরে ছেপ পকাইলা ছেপ যত শীঘ্র পারুছ এইটাকে সম্মানে নেই যাও তা নহলে এইটাকে পিটি পিটি পুরা মারি দেবে শেষ করে দেবে শাশু মারুতাহে বহুକୁ বহু অভিমানী কাহাକୁ মারিব মারুଥାଏ চুলি মুହଁକୁ ମୁଁ ଜାଣେ ନା ତୁମ ଜଳିବା ପାଇଁ ମୋତେ ତୁମେ ପାଣିର ଢାଳ କରିଛ କିନ୍ତୁ ତୁମ ଜଳିବାର କାରଣଟା ମୁଁ ଜାଣେ ତୁମ ଜଳିବାର କାରଣଟା ହେଉଛି ତୁମ ଝିଅ ଢୋଲିଆ ଘରର ବୋଉ ଆରେ ଯେତେ ଶୀଘ୍ର ପାରୁଛୁ ଏଇ ବେଇମାନଟାକୁ ମୋ ସାମ୍ନାରେ ନେଇଯାଅ ତା ନହେଲେ ଏଇଟା ଗୁଟି ଗୁଟି ତା ଚମଡ଼ା ଉତାରିଦେବୁ ନେଇଯାଅ মনে রাখিবা মনে রাখো মনে গোবিন্দ মা পাত্র মাইলে তোমারই পাইল হাতরে যাহা তোমারই অহংকার পাই এ মনুষ্য সমাজ পটে সদ অপেক্ষা করো খুব অল্প দিন ভিতরে তোমার হাতরে যাহা দিব ওয়েট অ্যান্ড সি ଭଣଜାଟାର କି ବ୍ରେନ୍ ଲୋ ୟାକୁ ଗଲାବେଳେ ଏକଦମ ମଞ୍ଜି କଥାଟା କହିଦେଇକି ପଳେଇ ଭାଇ ସେଇଟା ହଉଛି ମଦୁଆଟା କେତେବେଳେ ଯେ କାହା କ'ଣ କହୁଛି ନିଜେ ବି କିଛି ଜାଣିପାରୁ
মদ পিইলে বি সে ঠিক কথা কই ସିଏ କହିଲା କାଲି ଆଉ କିଏ କହିବେ ଧୀରେ ଧୀରେ ସମସ୍ତେ କହିବେ କ'ଣ ହବ ତମ ଅବସ୍ଥା ମୁଣ୍ଡ ଟେକି ବାଟରେ ଦାଣ୍ଡରେ ବାଟ ଚାଲି ପାରିବ ତ ଏବେ ଦେଖରେ ମାନବଲିଙ୍ଗର ଝିଅ ଗୋଟେ ଢୋଲିଆର ଭାଇକି ବାହା ହେଇଛି ହବ ତମ ଅବସ୍ଥା ମୁଁ ଗୋଟିଏ କଥା ବୁଝିପାରୁନି ମୋ ଭାଣିଜୀର ଚଏସ୍ଟା ଏମିତି ଥାର୍ଡ କ୍ଲାସ୍ ହେଲା କେମିତି କିନ୍ତୁ ସେ ହଠାତ୍ କେତେ ଗ୍ରାସ୍ ଲେବୁଲକୁ ଖସିଗଲା କାହିଁକି କିଲୋ ଚାଣ୍ଡାଳି তোর যদি ভালো পাইবারে ଥିଲା তু গোটে ডিজে বালাକୁ লভ করুনি ଗୋଟେ ঢোলিଆର ଭାଇକି ଲଭ୍ କଲୁ ଆଉ ତମେ ବି ବାପା ମା ଦିଟା ଯୋଉଟା କହିଦେଲା ତମେ ତା କଥାରେ ଫସକି ରାଜି ଆମେ ରାଜି ନଥିଲୁ ଆଉ ବାଧ୍ୟ ହୋଇ ରାଜି ହେଲୁ ବାଧ୍ୟ ହେଲ ଇଏ ତମର ଯଦି ବୁଦ୍ଧି ନଥିଲା ଇଏ ମତେ ପଚାରିଲ ନାହିଁ କାରଣ ବେଜ ମୁଣ୍ଡରେ କ'ଣ ବୁଦ୍ଧି ନଥିଲା ମୋ ଝିଅଟାକୁ ମଝି କୋଟାରେ ବାନ୍ଧି ପକେଇଥାନ୍ତ ଆଉ ସେ ଢୋଲିଆ ଭାଇ କତିକି ଦିଟା ବଡି ବିଲର ପଠେଇଥାନ୍ତ ଏବେ ତା ନଳି ଗୋଡକୁ ଦେଖାଇ 4-6 ପାହାରେ ପିଟି ଯାଇଥିଲେ ତା କୁଆଡେ ପ୍ରେମ ନିଶା ଭାଙ୍ଗି ଯାଇଥାନ୍ତା ପ୍ରେମ ଭାଇ ଝିଅ ଆମର ଝିଅ ଅବସ୍ଥାରେ ନଥିଲା ଆଉ ସେ ଗୋଟେ କୁହୁଳା ନିଆଁ ପଲଟି ଯାଇଥିଲା ପିଠିରେ ପୁରେଇଥିଲା ଘରଟା ଜଳି ଉଠିଥାନ୍ତା ସେ କଥା ଛାଡ଼ ଏ ଯୋଉ ଗେଷ୍ଟ ମାନେ ଆସିଛନ୍ତି ସେମାନେ କେମିତି ଖାଇବି ଭଲରେ ଯିବେ ସେଇ କଥା ଆଗ ଟିକେ ଚିନ୍ତା କର ପାତ୍ର ଇରେ ପୁଅ ସିନା ମଧୁଆଟା ବୋଲି ତା ମୁହଁରେ ଚାପୁଡ଼ାଟାই ମାରି ବନ୍ଦ କରିଦେଲ କାଲି ଯେତେବେଳେ ସାଇ ଭାଇ ବନ୍ଧୁ ବାନ୍ଧବ ଦାଣ୍ଡରେ ହାଟରେ ଟୁପୁ ଟାପେ ଫୁଟୁ ବାଟ ହେବେ ମୁହଁଟାକୁ କହୁଥିଲି ତ ମାନ ଗଲୁ କ'ଣ କରିବ ସେତେବେଳେ ମାରିଦବ ଏ ରଜଟାକୁ ପୁରା ଶେଷ କରିଦେବୁ ମୁଁ କଥା କହୁଛ ମାନଙ୍କ ମୁଣ୍ଡ କିଏ ଡାମରା କାଉଟା ମୁଣ୍ଡରେ ବସିଲା ବୋଲି କ'ଣ ମୁଣ୍ଡଟାକୁ କାଟି ଫୋପାଡ଼ି ଦେବ ନା କ'ଣ ଗୋଟେ କଥା ଭୁଲି ଯାଉଛ ମାନଙ୍କ ମୁଣ୍ଡ ଇଏ ସେଟାକୁ ମାରିଦେଲେ ତମ ଝିଅଟା ବିଧବା ହେଇଯିବ ଦରକାର ପଡ଼ିଲେ ସେ ବିଧବା ଝିଅଟାକୁ ସାରା ଜୀବନ ଆଣି ଘରେ ପୋଷିବି ହରାମ ଜାଦାଟାକୁ ଛାଡ଼ିବି ଶେଷ କରିଦେବେ ମାନବବିନ୍ଦ ଗୋଟିଏ କଥା ମୋ ଫୋନଟା କ୍ଲିୟର କର ଇଏ ଚାଣ୍ଡାଳିଟା ଏ କାମ କଲା କାହିଁକି କ'ଣ ପାଇଁ ସେ ବାଧ୍ୟ ହେଲା ଏ କାମ କରିବା ପାଇଁ କୁହ ମାନବବିନ୍ଦ ଶୁଣିବ ହଁ ଶୁଣିବ ସେ କଥା ମତେ ଖାଲି ଗୋଟିଏ କଥା କ୍ଲିୟର କର କ'ଣ ଏମିତି ଘଟଣା ଘଟିଲା ଯାହା ପାଇଁ ତମେ ବାଧ୍ୟ ହେଲେ ସେ ଢୋଲିଆର ଭାଇ ସାଙ୍ଗରେ ତାକୁ ବାହା ଦେବା ପାଇଁ ତାହେଲେ ଶୁଣ ଶଳା ଶଙ୍କର ନାୟକ ଶଳା ତ ମୂଳ ଦୁଆ ଖରାପ ତୋ ବଂଶ ବୁନିଆତି ଖରାପ ଶଳା ଇଏ ଚାଣ୍ଡାଳ ତୁ ଏତେ କାଣ୍ଡ କରିଦେଇଛୁ ଦେଖ ମାନବବିନ୍ଦ ସେ ଯେମିତି ଏ ମଝି ଦାଣ୍ଡରେ ତମ ନା କନିଷ ତଳେ ପକେଇଛି ତମ ଇଜ୍ଜତକୁ ଗାଁ ଦାଣ୍ଡରେ ନିଲାମ କରିଛି ତମେ ବି ସେମିତି ତା ଇଜ୍ଜତକୁ ଗାଁ ଦାଣ୍ଡରେ ନିଲାମ କନିଷ ତଳେ ପକେଇବ ଦେଖିବା ମୁଁ ଅଛି ତାହେଲେ ସିଏ ନୁହେଁ ମାନ ସିଏ ନୁହେଁ ଆଉ ତା ପରିବାରଟାକୁ ମୁଁ ପୁରା ରସାନ୍ତରକୁ ରହିଯିବି ଆଉ ସେ ରଜତ ନାୟକଟାକୁ ପୁରା ଜୀବନ ଶେଷ କରିଦେବି ସେ ରଜତଟା ମୋ ଝିଅକୁ ବାହା ହେଇଯାଇଛି ବାହା ହେଇ ଗୋଟେ ଡକ୍ଟର ହେଇଯାଇଛି ତା ଅକାତ ଠାରୁ ସେ ବହୁତ ବାହାରକୁ ଚାଲି ଯାଇଛି ତାକୁ ମୁଁ କେବେ ଛାଡ଼ିବିନି ଡକ୍ଟର ଭଲ ଶେଷ କରିଦେବି ଠିକ ଅଛି ମାନବବିନ୍ଦ ତମେ ସେ ରଜତ କଥା ବୁଝ ମୁଁ ସେ ତା ବଡ଼ ଭାଇ ଶଙ୍କର ନାୟକ କଥା ବୁଝିବି ଗୋଟେ କଥା ମନେ ରଖିଥା ମୋ ବାପା କରୁଥିଲା ନନ୍ଦ ମୋ ବୋଉ ବୁଝୁଥିଲା ଖଣ୍ଡ ଦୁର୍ଯ୍ୟୋଧନ ଯୋଉ ନକ୍ଷତ୍ରରେ ମରିଥିଲା ସେଇ ନକ୍ଷତ୍ରରେ ମୋର ଜନ୍ମ ବନି ଲୋକମାନେ କହନ୍ତି ମାନ ଗୋବିନ୍ଦ ତ
ନାୟକ ନାକରେ ମୁଁ ଦୌଣ ପୁରେଇ ତାକୁ ଖାଲି ଝିଙ୍କା ପରେ ଝିଙ୍କା ମାରିବି। ଠିକ ଅଛି, କାମଟା ଯେମିତି ଠିକ ଠାକ ହେବା ଦରକାର। ଏ ଜାଗାଟା ସୁରକ୍ଷିତ ନୁହେଁ। ଏଇ ପାଖରୁ ହଉଛି ଝିଅ ଜଣକରୁ ଆଜି ଥରେ ତାଙ୍କର ଚତୁର୍ଥ ରାତି। ଇଏ ଆମ କଥା ଯଦି ତାଙ୍କ କାନରେ ବାଜିଯିବ ଆମର ପ୍ଲାନ୍ ପ୍ରୋଗ୍ରାମ ସବୁ ହଡ଼ପ ହେଇଯିବ। ମଞ୍ଜୁକୁ କହିବା କପେ କୋଟା ଚା କରିବ, ଦି ଜଣ ଯାକ ହାଫ୍ ହାଫ୍ ପିଇବା, ତାପରେ କଥାବାର୍ତ୍ତା। ଆସ
করনি এতে জোর পার্টি করছে কোন পাই আরে অনেক ভিআইপি গেস্ট মানে ঘর ভিতরে অছন্তি ঝিও জয় যদি এত জোর পার্টি করিবে তাহলে সেমানে শুনলে কোন ভাবিবে কহিল কোন ভাবিবে তুমি চিন্তা করি পারছ তো মনীষা তুমি কোন কହୁଛ নিজে চিন্তা করি পারছ তো ମୁଁ କଣ କହିଲି ମୁଁ କଣଟା କହିଲି ଆରେ ମୁଁ ତ ସେଇଆ କରିଛି ଯାହା କରିବାର ଥିଲା আজ আমার ফোর্থ নাইট ମୁଁ ତମ ସ୍ୱାମୀ ତମେ ମୋ ସ୍ତ୍ରୀ ଅଥଚ চম্পা গছরে চম্পা ফুলটা ফুটিলে চম্পা ফুল যেমতি দেখা যায় কুসুম ফুল কোন ঠিক সেম দেখা যাব What do you mean? চপ্পল পাদর চপ্পল পাদ তলে রহিବାକୁ দিও পাদর চপ্পলটা মুন্ড উপরে উঠিବାକୁ চেষ্টা করে ছুরির কটি দেবে নিয়ার পড়ি পাউছ করে দেবি ମନୀଷା ମୁଁ ତମକୁ ବାହା ହେଇଛି ହେଲେ ତମେ ଜାଣିନ ମୁଁ ତମକୁ କାହିଁକି ବାହା ହେଇଛି କୋଉ କାରଣରେ ବାହା ହେଇଛି କୋଉ ପରିସ୍ଥିତିରେ ମୁଁ ତମକୁ ମାନେ ନଈ କୂଳରେ ବସିବ ଛାତିର ଶୋଷ ବର୍ଷାକୁ ଦୂରରୁ ଦେଖିବ ମଦ ଢାଳିବ ନିଶା ହବାର ନିଶା ଇଶା ସ୍ୱପ୍ନ ସେସବୁ କବର ଦେଇ ତମକୁ ବଞ୍ଚିବାକୁ ହବ ଆଉ ମୋ କଥାରେ ଏପଟ ହେଲେ କିଛି ବି ଭଲ ହବ କେବଳ ଏକା ତମେ ନୁହଁ ତମ ପରିବାରଟା ଗୋଟେ ପାଉଁଶ ଗଦା ପାଲଟିଯିବେ ପାଉଁଶ ଗଦା ପ୍ଲିଜ୍ ମନୀଷା ତମେ ଟିକେ ବୁଝିବାକୁ ଚେଷ୍ଟା କର ଆରେ ତମେ ଯାହା ତ କହୁଛ ମୁଁ ସେଇଆ କରୁଛି ତମରି କଥାରେ ମୁଁ ସଖୀ କଣ୍ଢେଇ ଭଳି ନାଚୁଛି ହେଲେ ମନୀଷା ସେଥିପାଇଁ ତମେ କ'ଣ ମୋତେ କ୍ଷମା କରିବନି ମୋତେ ବିଶ୍ୱାସ କର ମନୀଷା ସେଦିନ ଯାହା ସବୁ ଘଟି କେତେ ଥର କହିଛି ସେ ବଚ୍ଚା କଥା ମନୀଷା ମନୀଷା ତୁମେ ଏମିତି କ'ଣ ହେଉଛ ମୁଁ ତମକୁ ଶେଷ ଥର ପାଇଁ କହିଦଉଛି ଏଣିକି ଯାହା ହବ ଯାହା କରିବ ସବୁ ମୋ ଇଚ୍ଛାରେ କରିବ ତମ ଇଚ୍ଛାରେ ଓକେ ମନୀଷା ଓକେ ଯାଅ ହୋ କୁଆଡ଼େ ଯାଉଛ ଓ ରୁମ୍କୁ ଶୋଇବା ପାଇଁ ଯାଉଛ ତମେ ଯଦି ବେଡରୁମ୍ରେ ଶୋଇବ ତାହେଲେ ବାଲକୋନିରେ କିଏ ଶୋଇବ କ'ଣ ମୁଁ ଏ କଥାଟା ତମେ ଭାବି ପାରିଲ କେମିତି ବାଲକୋନିକୁ ଯାଅ ପୁରା କହୁଛି ବାଲକୋନିକୁ
हेलो हेलो माइक टेस्टिंग डीजे हेलो 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 डीजे 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 हेलो माइक टेस्टिंग डीजे डीजे हेलो रे शंकरा घरे ना कि रे शंकरा हे शंकरा शंकरा रे घरे ना कि कुआड़े कौन देखा होना कि कुआड़े गला मौसा डीजे 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 हाँ बुरी टे है था ना वो भूल कह देली तू बुरी न है कि एमती था ना देखा होछु हेलो शंकरा घर नहीं मौसा से कॉलेज जाइथिले सकाळे फेरी आसबा कथा हेले इतबळ हेलान काहे कि फेरी नाहती बढ़िया 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 हेलो सिए न थाउ आ तू तो छाउ तू बाबू मु नेबी तू देला बेला मु नेला बेला ए कथा कण की सतिया 5 वर्ष हेलानी 20,000 टंका आनिथिला शुद्ध मूल विषय आसी 58,078 टंका हेलानी दबा ना धरुनी 10-20 डेट फेल करी करी आज डेट देइथिला आ तू देई दे मु नै जी बस मौसा एते उडे टंका मु कोठ आनिबे गोटे टंका तो मो पाखरे नाही ता छडा शुद्ध तो आमे देई परनु शुद्ध मूल मिसे के एते टंका कोठ आनिबु आउ किछि दिन पर समय दियो आमे सब टंका सुझी दबु किछि दिन हां ये किछि दिन कहि गइबा 5 वर्ष हेलानी ए भाई की पढ़े भाई 5,000 आनिला आ भाई तो डॉक्टर है ता भातर तार चित्ता काटिला एबे जदि मु टंकाटा न पाउ जा मिलिवार चांस नाही नाही मौसा समिति को आकाशटा पे क्या मोर करूची आ रूपाटा भी कोड काम करबो बोले कथा बर्ता हैछि एते लोक जतबेले रोजगार करिवे तम टंकाटा हम कोन सोचि पारिबनी हेलो डीजे डीजे माइक टेस्टिंग हेलो हे तमे सिना एठी थाइकी हेलो मो टंका छुदिबो हेलो तमे गेरस्त मारजा धिक धिए राति रे दुख सुख हो ना किलो ए काकू केते आनिचो काकू केते सुध देबो किलो तम घर ढियो खंडो जो बैंक रे बंधा पकेइथिलो एई मास परा लास्ट डेट ये जदि एई मास सुध मूल टंका बैंक रे न सुदिबो ये घर ढियो निलाम हबो आ मो टंका सुजिबो केमि दिलो समिति को मौसा जदि तुम कथा सत होता बैंक वाला जदि ए घर को नीलाम कर देबे ताले हमर ए असमय तमे बरम सहाय्य कर समिति को मौसा ए घर चली गले हमें जीवु कुआडे रहिबु कोठी कहलो हम सत्या जमा स्त्री लोक मन को दुख देखि परला सत्या ये गोटिए बात अछि जदि तू चाहिबो सब किछ समाधान हेई जी मु जानले कोन कोन को तू जदि चाहिबो सब गुडा समाधान हेई जीवो तो पैसा भी सुझी दिबो ठीक अछि ताले बाटटा कोन को जत्ते कष्ट पड़िले भी मु ताके कहबी से बाटरे जिबे इलो ताके नु हलो सत्या आउ ना तो पाखर बे काम ताकू जमा छुइबू तू देला बेला मु नेला बेला आ तू पछे जाऊ तू बोधे पारिबुनु ना गण नाइ मौसा सेमिति कहनी कुह जत्ते कष्ट पड़ले भी मु से काम करबे कुह पारिबु हां सत्य कहू सत्य पारिबु हां मौसा मु सत्य कहूची तू सत्य रे पारिबु हां मौसा आउ टिके आसुनु मौसा टिके पाखु आसुनु अला आउ टिके आई हाकू न लागी आसुनु सत्य मौसा सुन मो कथारे तू राजी हो जा आलो खाली मो कर्ज नुहे तोर बैंक रे जते टंका अछि सब जाक मु आलो सुन अधघंटे 45 मिनिट रो काम मौसा ना 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 सुन ये जो तीनटा रे गरम होची मोटे 10 मिनिट रे काम सरी ना मोटे दादा तो सास केमती हला बे मो भाउज को हाथ धोआ पाई
आराम ज्यादा तो से ये आराम ज्यादा अबे चल दादा সানু ভাই ঠিক করেছে ভাই এইটা যা করেছে তুমি শুনে এইটাকে জীবনটা জড়াই দেবো চুপ করো তোমরা সমস্তে চুপ করো লাই ভাই মৌসা এইটা ছাড়ি দিও মতে মৌসা এটা যা করছি তুমি জানিও মৌসା ପିଲା ଲୋକ ଆପଣ ସେମାନଙ୍କୁ କ୍ଷମା କରିଦିଅନ୍ତୁ ମଉସା ପିଲା ଲୋକ ସେମାନେ Hello. Hello, Mike Justin. Hello. Hello, Mike Justin. କାମ କରୁନି ଏବେ ପିଲା ଲୋକ କଣ କହୁଥିବେ ଲୋକ ମୋ ତଣ୍ଟିକି ଚିପି ଧରି ମୋ ସ୍ପିକର ତାର ଛିଣ୍ଡେଇ ଦେଲାଣି ପିଲା ଲୋକ କହୁଛୁ ହେ ଭଲରେ ଭଲରେ ତତେ କହିଦଉଛି ମୁଁ ଗଙ୍ଗା ଗଲି ଯେତିକି ଫଳ ପାଇଲି ସେତିକି ସୁଧ ମୂଳ ମିଶାଇ ମୋ ଟଙ୍କା ଗଣ୍ଡା କରିଦେଏ ମୋ ଫୁଲେଇ ପୁଳାଏ ଦେଖନ୍ତୁ ମଉସା ଏ ମତେ ଆଉ କିଛି ଦେଖାନା ଏ ଦେଖି ଦେଖି ମୋ ସ୍ପିକର ତାର ପୁରା ଛିଡ଼ିଗଲାଣି ଶୁଣୁ ଶଙ୍କରା ତତେ ଭଲରେ ଭଲରେ କହିଦଉଛି ଏ ଟଙ୍କା ଗଣ୍ଡା ଯଦି ବର୍ତ୍ତମାନ ସାଙ୍ଗେ ସାଙ୍ଗେ ନ ଦଉ ବର୍ତ୍ତମାନ ଯଦି ନ ଦଉ ହାଇ ସ୍ପିଡରେ ଡିଜେ ବଜେଇ ତମ ସ୍ପିକର ଫଟେଇ ମଉସା 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 ଆପଣ କ'ଣ ଜାଣିନାହାନ୍ତି ବ୍ୟାଙ୍କରୁ ନୋଟିସ୍ ହେଇଛି 7-8 ଦିନ ଭିତରେ ଟଙ୍କା ନ ସୁଝିଲେ ଆମ ଘର ଦିହଟା ନିଲାମ ହେଇଯିବ କଥା ମତେ କାହିଁ ଶୁଣଉଛୁ ଥରେ ତ ଟଙ୍କା ଦେଇ ମାଡ଼ ଖାଇନି ପୁଣି କ'ଣ ଟଙ୍କା ଦେବି ମାଡ଼ ଖାଇବା ଗୁଡ଼ାକ ନାଇଁ ମଉସା ସେମିତି କୁହନି ଯାହା ହେଇଛି ଆମର ଭୁଲ ହେଇଯାଇଛି ନାଇଁ ଭାଉଜ ଭୁଲ ତମର ହେଇନି ମୁଁ ଯାହା କରିଛି ଏଇ ଅମଣିଷଟା ବେଶୀ ବଡ଼ ଲୋକ ଥାଉଟା କରୁଛୁ ଚାଲିଆ କି ଦେଖୁଛୁ ମଉସା ଏମାନେ ତମ ଉପରୁ ହାତ ଉଠେଇଛନ୍ତି ଏମାନେ ନିଶ୍ଚିତ ଶାସ୍ତି ପାଇବେ ଏମାନେ ତମକୁ ହାତରେ ମାରିଛନ୍ତି ତମେ ଏମାନଙ୍କୁ ଜୋତାରେ ପିଟ ଆଉ ସେ ପାଠ ମତେ ପଢ଼ାନା ତୁ ମୁଁ ଗୋଟାଇ ମାରୁ ମାରୁ ସମସ୍ତେ ଘେରି ମାରି ମତେ କଙ୍କାଳେ ଛାଚିବ ନାଇଁ ସେ ଆଉ ନାଇଁ ମଉସା ମୋ ପଇସା ନା କେମିତି ପ୍ରତିବାଦ କରିବେନି ଏ ଶୁଣ ତମେ ଦି ଜଣ ନିଜ ନିଜ ଜାଗାରେ ଚୁପଚାପ ହେଇ ଛିଡ଼ା ହବ କେହି ବି ସେଠୁ ହଲିବନି ତମକୁ ତମ ଭାଇର ନିୟମ ପିଟନ୍ତୁ ମଉସା ମନ ଇଚ୍ଛା ଏମାନଙ୍କୁ ଜୋତାରେ ପିଟନ୍ତୁ ପିଟନ୍ତୁ ମଉସା ପିଟନ୍ତୁ ଏଇ ସାଙ୍ଗେ ସାଙ୍ଗେ ପିଟିବି ପିଟନ୍ତୁ ମଉସା ଜୋତାରେ ପିଟିବି କେହି ବି ପ୍ରତିବାଦ କରିବେ ପିଟନ୍ତୁ ଜୋତାରେ ପିଟିବି ମୁହଁକୁ ଛତର ଛାଉଣି କରିଦେବି भाई कल सत्य दौच पैसा मिल तुम संघात पूर्व दिया हाथ उठे गलु मु कथा छाई आराम दादा से तो गया हाथ गई मो गया संता फुटी जाती छाड़ी अरे छाड़ तू
ଏବେ ତ ଖାଲି ମାଡ଼ ମାରିଛି ଏବେ ଦେଖ ମୁଁ ତାର କି ଅବସ୍ଥା ତାକୁ କଥା ଧରିବନି ତମେ ତମେ ସେମିତି କୁହନି ସେ ପରା ମୋ ସଙ୍ଗାତ ମୁଁ ତାକୁ କି କ୍ଷମା କରିବି ତମେ କଣ ଭାବୁଛ ସେ ମତେ ମାଡ଼ ମାରିଲା ବୋଲି ମୁଁ ତା ଉପରେ ରାଗିବି ନାଇଁ ସଙ୍ଗାତ ସେ ମତେ ମାଡ଼ ମାରିନି ଯେ ମାଡ଼ ମାରି ବୁଝେଇ ଦେଇଛି ସେ ମତେ ତା ଜୀବନ ଠାରୁ କେତେ ଅଧିକ ଭଲ କେତେ ଅଧିକ ଭଲ କେତେ ଅଧିକ ମୋ ଟଙ୍କା ନେଇ ଆସିବୁ 58,68 ଟଙ୍କା ଆଉ ଯଦି ଆଜି ନ ଦଉ ମନେ ରଖ ଶଙ୍କରା ଡିଜେ ଡିଜେ ହ୍ୟାଲୋ ମାଇକ୍ରୋଫୋନ ଟେଷ୍ଟିଂ ସୁନ୍ଦରୀ ତୁ ତାକୁ ନେଇଯିବ ଘରେ ଛାଡ଼ି ନେଇ ଆସିବୁ ମନେ ରହ ଯେମିତି ସତ୍ୟା କାଲି ରାତିଠୁ ଲାଗିଥିବା ଜ୍ୱରଟା ଛାଡ଼ିଗଲା ଲୋ ସତ୍ୟା ହେଲେ ବଡ଼ ଲୋକମାନଙ୍କର ଜୋତା ମାଡ଼ରେ କଣ ଔଷଧ ଅଛି ନା କଣ ସବୁ ଛାଡ଼ିଗଲା ସତ୍ୟା ସେମିତି କହି ମତେ ପରିହାସ କରନି ତୁ କଣ ଭାବୁଛୁ ମୁଁ ମଣିଷ ନୁହଁ ମୁଁ ସ୍ୱାମୀ ନୁହଁ ମୁଁ ଗୋଟେ ଅଣପୁରୁଷ ନାଇଁ ଲୋ ସେମିତି କରିନଥିଲେ ନାରଣ ବେଜ ଟଙ୍କା ପାଇଁ ଜିଦ୍ କରିଥାନ୍ତା ହେଲେ କୋଉଠୁ ଆଣି ଦେଇଥାନ୍ତି ଏତେ ଗୁଡ଼ାଏ ଟଙ୍କା ସବୁ ସେଇ ରଜ ପାଇଁ ସବୁ ତାରି ପାଇଁ ବହୁ ଟଙ୍କା ହେଇଥିଲା ତାରି ପାଇଁ ଏ ଘର ଘର ବନ୍ଧା ପଡ଼ିছে ସବୁ ତାରି ପାଇଁ ସବୁ ତାରି ପାଇଁ ଏ ଭାଇ ଏ ଘର ନିଲାମ ହେଇଗଲେ ଆମେ ରହିବୁ କୋଉଠି ରୂପା କଣ କହୁଛି ପରା ତା ପ୍ରଶ୍ନର ଉତ୍ତର ଦିଅ ଏ ଘର ନିଲାମ ହେଇଗଲେ ଆମେ ଯିବା କୁଆଡେ ରହିବୁ କୋଉଠି ପ୍ରଶ୍ନ ତମେ ମାନେ ମତେ ପଚାରୁଛ ଆରେ ମୁଁ ତ ପ୍ରଶ୍ନ ମୋ ନିଜକୁ ପଚାରୁଛି ଆଉ ମୁଁ ଯେତେବେଳେ ମୋ ନିଜ ପ୍ରଶ୍ନର ଉତ୍ତର ଦେଇପାରୁନି ସେତେବେଳେ ତମମାନଙ୍କ ପ୍ରଶ୍ନର କି ଉତ୍ତର ମୁଁ ଦେବି କି ଉତ୍ତର ଦେବି କି ଉତ୍ତର ଦେବି ତାହେଲେ ଛାଡ଼ି ଚାଲିଯିବା ଗଲେ ରହିବା କୋଉଠି ଆଜିକାଲି ସମୟ ଯାହା ହେଲାଣି ଲୋକମାନେ ବି ଯାହା ହଉଛନ୍ତି ଝିଅଟାକୁ ନେଇ କଣ ଆମେ ଗଛ ମୂଳରେ ଶୋଇବା ତୁ ସେମିତି କହନି ତୁ ସେମିତି କହନି ନାଇଁ ଭାଉଜ କିଛି ହବନି ଆମର
ଆମ ଘର ନିଲାମ ହବନି। ମୁଁ କରିବାକୁ ଦେବିନି, କରିବାକୁ ଦେବିନି। ଏ ରୂପା ଆମେ ଶୁଣ, କେହି ଶୁଣୁନାହାନ୍ତି, କେହି ମାନୁନାହାନ୍ତି ମୋ କଥା, କେହି ମାନୁନାହାନ୍ତି। କେମିତି ମାନିବେ? ଯାହା ପାଇଁ ତ ଏତେ ସବୁ କରିଥିଲେ, ଇଏ ତ ଆମ କଥା ଶୁଣିଲାନି। ଇଏ ବା କାହିଁକି ଶୁଣିବେ? ଆମ ରଜତଟା ଏମିତି ବଦଳିଯିବ, କେବେ ବି ବିଶ୍ୱାସ କରିପାରୁନି। ସତ୍ୟା, ସବୁ ଆମ ଭାଗ୍ୟ ଲୋ ସତ୍ୟା, ସବୁ ଆମ ଭାଗ୍ୟ, ସବୁ ଆମ ଭାଗ୍ୟ। ସେମାନଙ୍କର କିଛି ଦୋଷ ନାହିଁ, ସବୁ ଆମ ଭାଗ୍ୟର ଦୋଷ। ନା, ଆମ ଭାଗ୍ୟର ଦୋଷ ନୁହଁ, ଦୋଷ ହଉଛି ସେଇ ଝିଅଟାର। ସେଇ ଝିଅଟା ଆମ ଭଲ ପିଲାଟାକୁ ଶିଖାଇ ବୁଝାଇ ଖରାପ କରିଦେଇଛି। ମୁଁ ମୋ ରଜତକୁ ଚିହ୍ନିଲି। ଆରେ ମୁଁ ପରା ଛୋଟ ବେଳୁ ତାକୁ କାଖେଇ ପଳେଇ ବଡ କରି, ହେଲେ ଏ ଦୁନିଆକୁ ସେ ହୁଏତ ଭୁଲି ଯାଇପାରେ, ବୋଉକୁ ଭୁଲିଯିବ ଏ ସତ୍ୟା। ଆଲୋ ସେ କଣ ମତେ ଭଲ ପାଉନଥିଲା? କମ ଭଲ ପାଉଥିଲା। ତମର ବୋଧେ ମନେ ନାହିଁ? ମନେ ପକେଇଲା ପିଲାଦିନର କଥା। ସ୍କୁଲକୁ ଯାଇ ଫେରିଲା ବେଳେ ବେଗଟା ଥପକିନା ଫୋପାଡ଼ି ଦେଇ ମୋ ପିଠିରେ ସେ ଓଳି ପଡୁଥିଲା। ତମେ ସହିପାରୁନଥିଲ, ଆଉ ସେତେବେଳେ କହୁଥିଲ ये टोकाटा तोते लव करू। शंकर भंडारी मध्य नाना भिडियो तेरा एक बंदे नाटक करछन तत्संग संगे मां नारायणी नाट्य परिषद बालनार कलाकार मानिया पड़ो शला ए नारायण बेज हृदयटा से डीजे रे अटकी गला कि मो भौणी भाग्यटा देखुच खाली डीजे पर दुलुकुच दुम दुम भुस भुस दुम दुम भुस भुस रामबा हो 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 कौटी पैसा आनी घर कर भिजिलांस धरू नहीं या घर कौन है भाई आम पंचायत कौन आम ब्लॉक जाक लोक जदि ये घर रे तथापि ये सड़ा घर जगह बोले मानिया पड़ो कि घर की सुंदर राजप्रसाद भाया घर छाड़ छाड़ मो भाग्य किए अबे किए बे सड़ा ऑस्ट्रेलिया जीव कंगारू है इबे पैसटी कॉलिंग मेले अछि नथिबी भांगी दो मना कोन इबे अछि फांका अछि बे पेलिकी पळे आई सेटा छाई छाई बंद हो जाय मु आसला पर बंद हो गेला पेलिकी पळे आई 2200 सड़ा सुबुने बे ताकू र र र
Excuse me. Yes, yes, কহি ମୁଁ ଅମୀୟ କମ୍ପାନୀରୁ ଆସିଛି ମୋ ପାଖରେ କିଛି ପ୍ରଡକ୍ଟ ଅଛି সেটা কেড়েটি ପ୍ରଡକ୍ଟ ଆଇ ମିନ୍ ଜିନିଷ ଦେଖେଇବି ଇଏ କଣ ଗୋଟେ ଲେଡିଜ ହଠାତ୍ ଆସିକି କହୁଛି ତା ଜିନିଷ ମତେ ଦେଖେଇବ ଆଜ୍ଞା କଣ ହେଇ ତମେ ଜଣେ ନାରୀ ମୁଁ ଜଣେ ପୁରୁଷ ତମ ଜିନିଷ ମତେ କାହିଁ ଦେଖେଇବ ନାଇଁ ଆଜ୍ଞା ମାନେ କଥା କରିକି ଫ୍ରିରେ ଦେଖେଇବି ତମ ଜିନିଷ ଆଜ୍ଞା କଣ ଦେଖେଇବି ତମ ଜିନିଷ କଣ ଖୋଲିବି ତମ ଜିନିଷ ଆଜ୍ଞା କଣ ଦେଖେଇବି ତମ ଜିନିଷ ଆଜ୍ଞା ଆରେ ଦେଖନ୍ତୁ ମୁଁ ଆପଣଙ୍କୁ ଫ୍ରିରେ ଦେଖେଇବି ଆଉ ଦେଖିବାକୁ ଆପଣଙ୍କୁ ପଇସା ବି ପଡିବନି ଆଉ ପସନ୍ଦ ହେଲେ ଡିସକାଉଣ୍ଟ ବି ଦେବି ତେଣିକି ଆପଣଙ୍କ ଇଚ୍ଛା କଣ ଦେଖେଇବି ମୋର ଭାରି ଇଚ୍ଛା ହଉଛି ଦେଖିବା ପାଇଁ କାଳେ କିଏ ପଳେଇ ଆସିବ ମତେ ଡର ମାଡୁଛି ବାନାଟାକୁ ତ ବଳ ନାହିଁ ତାକୁ ଖରାପ ହେଇଯିବ ମାନେ କାହିଁକି ଖରାପ ହବ ନା କାହିଁକି ଖରାପ ହବ ଅଲରେଡି ମୁଁ ଅନେକ ଲୋକଙ୍କୁ ଦେଖେଇ ସାରିଲିଣି ନା ତମ ଜିନିଷ ଆଜ୍ଞା କଣ ଖୋଲିବି ଆଜ୍ଞା ଏ ଶୁଣୁନାହାନ୍ତି ପ୍ରାୟ ଲୋକ ବି ପସନ୍ଦ କଲେଣି ତମ ଜିନିଷ ଆଜ୍ଞା କଣ ଦେଖେଇବି ପ୍ରାୟ ଲୋକ ପସନ୍ଦ କରୁଛନ୍ତି ମାନେ ମୋର ନିଶ୍ଚୟ ପସନ୍ଦ ହବ ଆଉ କହୁଛ ଯଦି ଦେଖା ଠିକ ଅଛି ଜଷ୍ଟ ଏ ମିନିଟ୍ ଆଜି ଜିନିଷ ଦେଖିବି ଦେଖନ୍ତୁ এইটা হচ্ছে বডি স্প্রে ଆଉ এইটা হচ্ছে সাবুন ଆଉ এইটা হচ্ছে টুথপেস্ট ଆଉ এইটা হচ্ছে কার ওয়াশ ତମ ଜିନିଷ କାଇଁ এই তো এসব ମୋ ପାଖରେ ଅଛି ଆଉ ମୁଁ ଆପଣଙ୍କୁ ଦେଖଉଛି ଦେଖେଇବି ବୁଝିଗଲି ତମେ ଯୋଉ ଟୁଥପେଷ୍ଟ ଦେଖଉଛ ତାମାନେ ମୁଁ ସେଥିରେ ଆଗେ ଦାନ୍ତ ଘଷିବି ରିଏଲି ବାସନା ସାବୁନରେ ଗାଧେଇବି ଆଜ୍ଞା ଆଜ୍ଞା ଢିଅ ମାରିକି ତମ କତିକି ଆସିଲେ ତମ ଜିନିଷ ମତେ ଦେଖେଇବ ଆପଣ ବୋଧେ ଟିକେ ଭିତରକୁ ପଳେଇଲେ ମାନେ ନାଇଁ ଦେଖନ୍ତୁ ମୋ ପାଖରେ ତ ଯାହା ଅଛି ମୁଁ ଆପଣଙ୍କୁ ଦେଖଉଛି ଆପଣ ଆଉ କଣ କହୁଛନ୍ତି ତାମାନେ ଏ କଥାରୁ ସ୍ପଷ୍ଟ ପ୍ରମାଣିତ ତମେ ମତେ ଏଇ ଜିନିଷ ଦେଖିବାକୁ କହୁଛ ଆଜ୍ଞା କଣ ଦେଖେଇବି ପଳା 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 ମୋ ପାଖରେ ଟାଇମ ନାହିଁ ଟିକେ ଦେଖୁନା ଦେଖେ ଶଳା ଉଚ୍ଚାଟ କଲା ଦେଖିବ ବୋଲି ମୁଁ ହତଜ୍ଞାନ ହେଇସାରିଲି ଆଜ୍ଞା ଟିକେ ନା ଯା ଟିକେ ଦେଖ ଯା ଅଙ୍କଲ ଟିକେ ଏ ଟାଇମ ଅଭାବରୁ ବେଳ ସଟେଜ ଯା ଓକେ ଯା ଶଳା ମଣିଷ କଣ ଭାବୁଥିଲା ଇଏ କଣ ଦେଖଉଛି ଅଙ୍କଲ କଣ କହୁଛୁ କହିଲୁ ଟିକେ କହିଲୁ ଦେଖେଇବୁ ଦେଖିବି ଦେଖେଇବୁ ରାଜି ହଉଛୁ ଦେଖେଇବୁ ନା ତତେ ଦେଖଉଛୁ ତୁ କଣ କହୁଥିଲୁ ମୋ ପ୍ରଡକ୍ଟ ଆଉ ମତେ ଟାଇମ ନେବେ ঠিক আছে অঙ্কল ওকে 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 যা, product ଦେଖଉଛୁ। ঠিক আছে ମୁଁ ଏବେ ଆସୁଛି যা। ঠিক আছে bye। ଜିନିଷ ଦେଖେଇବୁ ନା ପ୍ରଡକ୍ଟ ଦେଖେଇବୁ ଅଙ୍କଲ ମାନେ କଥା କରିକି ଆପଣ ଯଦି କିଛି ମାଇଣ୍ଡ ନ କରିବେ ତାହେଲେ ମୁଁ ଆପଣଙ୍କୁ ଗୋଟେ କଥା କହିବି କଥା କହିବାକୁ ଚାହୁଁଛି ତୋର କଣ ପେନ୍ ହେଲାନି ଅଙ୍କଲ ଆଲୋ ତୋର ଲିଭର ପେନ୍ ନା ଲେବର ପେନ୍ କଣ ହଉଥିଲୁ ଲାଗିଲାଣି କଣ ଲାଗିଲାନି ଲାଗିଲାଣି କଣ ଭୋକ ଲାଗିଲାନି ଆମ ହୋଟେଲରେ ଖାଇଦେବି ନାଇଁ ଅଙ୍କଲ ଜୋରେ ଲାଗିଲାଣି ମାନେ କଣ୍ଟ୍ରୋଲ କରି ହଉନି ମାନେ ବଡ ପାସେ ଆଜ୍ଞା ଆଜ୍ଞା ଆଚ୍ଛା ଅଙ୍କଲ ଆପଣଙ୍କର ଏଇଠି ଏ ରୁମ୍ ଭିତରେ ଟଏଲେଟ୍ ଅଛି ତ ତ
ଆଗକୁ ଯୋଉ ରେଟ୍ ଲାଗିଲାଣି ଲୁଗାପଟା ଖରାପ ହେଇଯିବ ଘର ବି ଅପରିଷ୍କାର ହେଇଯିବ। ঠিক আছে আঙ্কেল ঠিক আছে ডোন্ট ওরি সাথে সাথে যাও ଏ ଚାପି ହେଇକି ଯାଉନ ବାଟରେ ପଡ଼ିଯିବ। ମଣିଷ କ'ଣ ଭାବିଥିଲା 32-33 ବର୍ଷ ହେଲା ବାନା ମାଟା ଗଲାଣି ହୃଦୟ ଜାଣିବ ଶୋଇଛି ପଥର ମୁଣ୍ଡା ହେଇକି ଆସିକି ଉଚ୍ଚାଟ କରିଦେଲା କିନ୍ତୁ ଜିନିଷ କାହିଁ କୁଆଡ଼ୁ କ'ଣ ଦେଖୁ ଓହୋ ଇଏ ତ ଉଚ୍ଚାଟ କରିକି ମତେ ଗଲା ଗୋଟେ କାମ କରିବା ଡିଜେ 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 ନା ମୋର କାହିଁକି ସାଡ଼ୁକୁ ଟିକେ ମନ ଗଲାଣି କେହି ନାହାନ୍ତି ନିରୋଳା ବେଳ ଗୋଟେ ଆଇଟମ୍ ନବା ବାପା ବାପା ଲାଟିନି କୋଉଠି ପେଟ କାଟି ପକଉଛି ଲାଟିନି କୋଉଠି ତୋର କ'ଣ ହଉଛି ମୋ ପେଟର ଝାଡ଼ା ନାଳ ପଡୁଛି ନାଳ ପଡୁଛି ବୁଲିକି ପଳଉନୁ ଲାଟିନି କୋଉଠି ବେ ଲାଟିନି ଏଇପଟରେ ଯେ ତୁ ଏମିତି ମାଙ୍କଡ଼ ମାର୍କା ନା କୁକୁର ମାର୍କା ମାନେ ବସିକିନା ଟେକିକି କଥା କହିବା ଚାଇନିଜରେ ମୋର ହବ ନାହିଁ ଇଣ୍ଡିଆନରେ ହୁଏ କୋଉଠି ସବୁ ପ୍ରକାର ସୁବିଧା ସେପଟେ ଗୋଟିଏ ଲାଟିନ୍ ବାପା ମୁଁ ଭିତରେ କିଛି ପିନ୍ଧି ନାହିଁ ଚଢ଼ି ଅଭ୍ୟାସ ନାହିଁ ପଚିକି ପଡ଼ିଯିବ ଦେଖାଯିବ ମୁଁ ଯାଉଛି ବାପା ମତେ ଅଟକା ସେପଟେ ଗୋଟିଏ ଲାଟିନ୍ ରେ ତୁ ସାଡେ କାହିଁକି ଯାଉଛୁ ତମେ ବାପା ନା ଅମରେଶ ପୁରୀ ତମ ସିଚୁଏସନ ଟା ଟିକେ ବୁଝ କଣ ତୋର ମୋର ବା କାଟୁଛି ଟୁକୁଟୁକୁ ହଉଛି ବାପା କଣ କରିବି ମୋ ସିଚୁଏସନ ବୁଝ ଟିକେ ବାଣ ଯେମିତି ହୁଇ ବାଣକୁ ଅଣ୍ଟାରେ ପୁରେଇ ଦେଲେ ଆଡେ ସାଡେ ଖେଚି ଜାନି ମୋର ବା ଖାଲି କୁଟୁକୁଟୁ ଇଆଡେ ସାଡେ ଖେଚି ଯାଉଛି ମୁଁ ଆଉ ଅପେକ୍ଷା କରିବିନି ବାପା ଆଉ ସମ୍ଭାଳି ହବନି ସବୁ ଅଡୁଆ ହେଇଯିବ ତାକୁ ଯୋଉ ରେଟ୍ରେ ଦେଖଉଥିଲା ସିଏ କବାଟ ଦେଇନଥିବ ତାକୁ ଯୋଉ ରେଟ୍ରେ ଦେଖଉଛି ଇଏ ବାଟରୁ ଖୋଲିକି ଯିବ ଇଏ କଣ ଏଇଠି ପରିସ୍ଥିତି ବଡ ଜଟିଳ ମଣିଷ କାହା କଥା ବୁଝିବ ନାନି ମୋର କୁଟୁ କୁଟୁ ବନ୍ଦ ହେଇଗଲା ତୁ କଣ ଏତେ ହଠାତ୍ ପଳେଇଲୁ ତୋର ହେଲାନି କି ଶୂନ୍ୟ ହେଇଗଲା ଏ ବେଗକୁ ଦେଖି ଏଟା କଣ ଓହୋ ସତ କୁହ ଏ ଘରେ କିଏ ଅଛି କାହାକୁ ଡାକିଛ ମୁଁ ଏଇଠି ଠିଆ ହେଇଛି ହଠାତ୍ ଗୋଟେ ଲେଡିଜ୍ ଆସିଲା ମତେ କହିଲା ଫ୍ରିରେ ଦେଖେଇବ ମୁଁ କହିଲି ଦେଖା କଣ ଆଡୁ ସାଡୁ ଜିନିଷ ସବୁ ଦେଖିଲା ମୋ ମନକୁ ଗଲାନି ସିଧରେ ପଳେଇଲା ଏଗୁଡ଼ା ଫୋନରେ ଦେଖିଛ କଣ ଦେଖିଲା ଏଗୁଡ଼ା ଦେଖିବ ସବୁ ବେଟା କଣ ବାପା ବାନ୍ଦା ମୁଁ ତ ବାପ ତୁମ ପୁଅ ତୁମ ବିହନ ବାପା ସାଙ୍ଗରେ ଭଦ୍ରାମରେ କେମିତି କଥାବାର୍ତ୍ତା କରାଯାଇ ଜାଣିପାରୁନୁ ମୋ ଝିଅ କଣ ଯାଉଛି ଦେଖିକିନି ମାନେ ତମେ ଆପଣ ଏତେ ବଡ଼ ଶୈତାନ ଆପଣ ଏତେ ବଡ଼ ଶୈତାନ ବୋଲି ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି ଏକୁଟିଆ ଝିଅ ଛୁଆଟାକୁ ପାଇ ବାପା ତମେ ଶେଷରେ ଏମିତି ହନିମାନିଆ କାମ କଲ ଗୋଟେ ଝିଅର ଇଜ୍ଜତ ଲୋକ ଜାଣିଲେ 13 ଗାଁ ଲୋକ ଜାଣିଲେ ହାଟରେ ପଡି ଦାଣ୍ଡରେ ଗଡ଼ିବ ତମ ମାନ ସମ୍ମାନ ଇଜ୍ଜତ ରହିବ ମୋ ବୋଉକୁ ମୁଁ ଆଉ ଦେଖେଇ ପାରିବି ସ୍ୱପ୍ନରେ ମୁଁ କହିପାରିବି ମୋ ବୋଉର ତୁମେ ସ୍ୱାମୀ ବୋଲି ବ୍ୟସ୍ତ ହୋନା ଭଉଣୀ ତମ ଭାଇ ଅଛି ତୁ ତା ଭାଇ ହେଇସାରିବୁ ତମ ଭାଇ ସମ୍ଭାଳିବ ଆସ ପାଖକୁ ଆସ ନା ସିଚୁଏସନଟା ଟ୍ରାଜେଡି ହେଇଗଲାଣି ବାଜ ଭାଇ ଟିକେ ସାହାନାଇରେ ଲଗଲ ବ୍ୟସ୍ତ ହୋନା ଭଉଣୀ ରୁହ ସାହାନାଇ ଯାଉ ଆମେ କହିବା ବ୍ୟସ୍ତ ହୋନା ଭଉଣୀ କଥାରେ ଅଛି ବାପ ଥିଲା ପୁଅ ସବାଇ ମୋତେ ଟିକେ ଦୟା କର ଭାଇ ମୋତେ ନ୍ୟାୟ ଦିଅ ଭାଇ ପୁଅ ଭୁଲ କରେ ମୋତେ ନ୍ୟାୟ ଦିଅ କିନ୍ତୁ ଆଜି ଭୁଲ କରିଛି
ମୋ ହାଣ୍ଡି ମାରିଛି ତ ତମ ହାଣ୍ଡିକି ମୁଁ ମୁଣ୍ଡାଇନି ଆଜିଠାରୁ ସବୁ ଦାୟିତ୍ୱ ମୋର। ଦାନାରେ ଏବେ ପାଥସ କମି ଯାଉଛି ଆଳାପରେ ନେଲୁନୁ ତୁ ଏଡେ କାଢୁଆ ପୁରୁଷ ତୁ ତା ହାଣ୍ଡି ମୁଣ୍ଡେଇବୁ ଆଠିକା ନାହିଁ ଝୋଳ ଖୋଜୁଛୁ ପର ଝିଅ ହଁ ପର ଝିଅ ବାପା ହଁ ନା ଏଇଠି ଡାଇଲଗଟା ଡ୍ରମ୍ ପ୍ୟାଡରେ କହିବା ଭାଇ ଟିକେ ଉମେଶ ଭାଇ ଡ୍ରମ୍ ପ୍ୟାଡ ଦେଲ ତୁ ତ ଶ୍ୱଶୁର ନାଟକ ଦେଖ କଣ କରୁଛି ଖୁମ୍ପି ଦେଲୁ ହସିବୁ ବାପା ତମେ ଏ ସାଇଡ୍ ହଉନା ମୁଁ କଥାଟାକୁ କରିବି ତୋତେ ଲାଜ ମାଡୁନେଇ କାହିଁକି? ଇବେ ଇଏ ଗୋଟେ ଫ୍ରଡ୍ ଲେଡି ୟାକୁ ଆସିକି ମତେ ଫସେଇବାକୁ ଚେଷ୍ଟା କରୁଥିଲା ହଉ ତୁ ଯଦି କହୁଛୁ ହ୍ୟାଣ୍ଡେଲିଂ କରିବୁ ଇବେ ସେଟା ହ୍ୟାଣ୍ଡେଲିଂ ନୁହେଁ ଆଉ କଣ? ସେଟା ହ୍ୟାଣ୍ଡେଲ ତୁ କଣ ହ୍ୟାଣ୍ଡେଲ କରୁଛୁ କର ମୁଁ ଭିତରେ ଅଛି ହୁସିଆର ବାପା ସାବଧାନ ଅଛି ବ୍ୟସ୍ତ ହଉ ନା ତମର ମୁଁ ହନୁମାନ ହଉ ହେଲା ଗଲା ଗୋଟେ ଚିନ୍ତା ଗଲା ଘଣ୍ଟା ଗଲା କିନ୍ତୁ ଏଥର ବୁଢାକୁ ବ୍ଲାକମେଲ କରିବା ଷ୍ଟାର୍ଟ ହେଇଗଲା। गोरी की हे जाऊं दीवाना ତମେ ଆଉ ଘରେ ଭଡା ଘରେ ରହିବନି ଆଉ ନା ଆଉ କୋଉଠି ରହିବି? ଆମ ଘରେ ରହିବ ହେଲେ ତମ ବାପା ଯଦି ରାଜି ନ ହୁଅନ୍ତି? ମୋ ବାପା ରାଜି ହବନି ଛୁଆ ଘରେ ଟାଇଲ ପକେଇଛି କି ଏବେ ମୁଁ ପକେଇଛି ଗଲାପ ଗଦି ପକେଇଛି ତମେ ଖାଲି ବସିଯିବ ନା ଉଚ୍ଚା ଉପରେ ଖାଲି ଉଡୁଥିବ ଆସୁଛି ବାଏ ଗଲାପ ଗଦି ତୁମକୁ ଝୁରିବ ବାଏ ବାଏ। ପୁଅ କହୁଛି ବାପ ଫସିଲା ଜାଣିନି ନିଜେ ଫସିଲା ହେଲେ କୁଆଡେ ଗଲା ମୋ ପ୍ୟାଡ ବାଲା ରଙ୍ଗିଲା। କଣ ହେଲା? ହାय ଡାର୍ଲିଂ ହାୟ। ଆଚ୍ଛା ରଙ୍ଗ କହିଲୁ ଆଜି କାହାକୁ ତ କୁହୁକ ମନ୍ତ୍ରରେ ଫସେଇ ଦେଲୁ ହେଇଟି ବାପ ପୁଅ ଦିଟା ଯାକ ବକରା ବଣ୍ଡିଗଲେ। ବାପ ପୁଅ ଦିଟା ଯାକ ତୁ ତ ମୋ ରଙ୍ଗ ନୁହେଁ ରଙ୍ଗବତୀ କନକ ଲତା। ହେଇଟି ଶୁଣ ତମର ତ ଖବର ଅନ୍ତର କିଛି ନାହିଁ 2 ଦିନ ତଳେ କହିଥିଲ ଦେଖା କରିବ ବୋଲି ହେଲେ କୁଆଡେ ଗଲ ଯେ? କଣ କରିବି କହିଲି ହେ ରଙ୍ଗ ତୁ ତ ଜାଣିଛୁ ହେଲା କି ତୋ କତିକି ଆସିବି ବୋଲିକି ପେଣ୍ଟଟାକୁ ସଫା କରିକି ଖରାରେ ଶୁଖେଇଥିଲି ହେଲା କି ହେଲେ ଅଦିନିଆ ବର୍ଷାଟା କୁହାରୁ ଆସିଲା ଢାଳି ଦେଲା ଆଉ ପେଣ୍ଟ ଯୋଉ ଓଦାକୁ ସେଇ ଓଦା ତୁ କହିଲୁ ମୁଁ କେମିତି ଓଦା ପେଣ୍ଟ ପିନ୍ଧିକିରି ଆସିଥାନ୍ତି। ଶୁଣ ମୁଁ କଣ କହୁଛି କଣ କହୁଛୁ? ବାପ ପୁଅ ଯେମିତି ଜାଣି ନ ପାରନ୍ତି ମୁଁ ପୁଅର ନୁହଁ କି ବାପର ନୁହଁ ମା। ଶୁଣୁ ଆମର ତାଙ୍କ ଠାରୁ ମାଲ ଆଦାୟ କରିବା ଗୋଟିଏ ଲକ୍ଷ୍ୟ ହେଲା କି ସେ ବାପ ହଉ କି ପୁଅ ହଉ ଆମର ଯାଏ ଆସେ କିଛି ନାହିଁ ଆମର ଖାଲି ମାଲ ଦରକାର ମାଲ ଆଉ ତାପରେ ଗୁରି ଟିକେ ଆମର କମ୍ପାନୀରୁ ଆସିଥିଲୁ ଆମେ ଆମ କମ୍ପାନୀରୁ ଆସିଥିଲୁ ଆମ ପାଖରେ କିଛି ପ୍ରଡକ୍ଟ ଅଛି ମ୍ୟାଡାମ ଟିକେ ଦେଖୁନ। ଶୁଣ ତୁ ଏତେ ଏମିତି ଉତ୍ତେଜିତ କଣ ହଉଛନ୍ତି ଆମେ ଆମ କମ୍ପାନୀ
ବସେଇ ଦେଉନାହାନ୍ତି। ହ୍ୟାଲୋ, କ'ଣ ହେଲା? ଟଙ୍କା ମାଗୁଛି? କେତେ ଟଙ୍କା? 5,000। ତାକୁ ମନା କରିଦିଅ। କ'ଣ ହେଲା? ଆଡ଼ଭାନ୍ସ ନଦେଲେ ଚାକିରି ଛାଡ଼ିଦେବ? ଠିକ୍ ଅଛି, ତାକୁ କହିଦିଅ ଏଇ ମୁହୂର୍ତ୍ତରେ ସେ ହସ୍ପିଟାଲ ଛାଡ଼ି ଚାଲିଯାଉ। ଟଙ୍କା ଗୁଡ଼ା ମୋର ଗଛର ଫଳ ହେଇଛି, ତାକୁ ତୁଳି ଆଣି ଦେଇଦେବୁ, ନାଇଁ ଚାଲିଯିବ। ନମସ୍କାର। କିଏ କିଏ ତମେ? ଭାଉଜ ମୁଁ। ଆରେ କଲିଂ ବେଲ୍ ନ ବଜେଇ ସିଧା ସିଧା ଘର ଭିତରକୁ ବସି ଆସିଲ। କିଏ କିଏ ତମେ? ଦରୱାନ! ଦରୱାନ! ପଚାରେ ନାହିଁ ସିଧା ସିଧା କାହାକୁ ନାହିଁ କାହାକୁ ଘର ଭିତରକୁ ପଠେଇ ଦଉଛି। ଭାଉଜ ମୁଁ ଚୋର କି ଡକାୟତ ନୁହଁ। ହଉ କ'ଣ ମହାପୁରୁଷ? କ'ଣ ନାହିଁ ମାନେ ହଉ ମାନେ ହଉଛ ମୋ? ଯେତେ ଶୀଘ୍ର ବାଟ ଚାଲିଯାଅ। ଯା କହୁଛି ହଁ ଯାଅ ଏଠୁ। ମୁଁ ତାକୁ ଥରେ ଦେଖା କରି ଘର ଯିବି। ଭାଇ କିଏ ଭାଇ? ଥରେ ମୋ ଭାଇକି ଡାକିଦିଅ, ମୁଁ ତାକୁ ଦେଖା କରି ଏଠୁ ଚାଲିଯିବି। ଓହୋ, ତୁ ତାହେଲେ ଆକାଶ। ହେଲେ ତୋ ଭାଇ ସହିତ ତୋର ଦେଖା ହେଇପାରିବ? ସେମିତି ଜରୁରୀ ନଥିଲେ ମୁଁ ଟିକେ ଆସିନଥାନ୍ତି ଭାଉଜ। କହିଲି ପରା ତା ସହିତ ଦେଖା ହେଇପାରିବନି। କୋଉ ପାଇଁ ଦେଖା ହେଇପାରିବନି? ଆରେ କୋଉ ସମ୍ବିଧାନରେ ଲେଖା ଅଛି ସ୍ୱାମୀର ସ୍ତ୍ରୀର ସ୍ୱାମୀ ହେଇସାରିଲା ପରେ ଭାଇ ଭାଇର ସମ୍ପର୍କ ମରିଯାଏ। ତମେ ମୋ ଭାଇ ଖାଲି ଡାକିଦିଅ, ମୁଁ ଦେଖା କରି ଏଠୁ ଚାଲିଯିବି। ଚାଲ ଯାଅ ଭାଇ ବୁଝିବେନି। କ'ଣ ହେଲା? ଭାଇକି ଦେଖା ଏମିତି ବାବୁ ଠିକ୍ ନାହିଁ, ଯେତେ ଶୀଘ୍ର କୁଆଡ଼େ ବୁଝିବେନି? ମୋ ଭାଇକି ଦେଖା କରି କୁଆଡ଼େ ଯିବେନି? ନା ନାଇଁ ବୁଝିବେନି। ଭାଉଜ କ'ଣ ପାଇଁ ଆସିଛୁ? କ'ଣ ପାଇଁ ତୁ ଏଠିକି ଆସିଛୁ? ତୁ କ'ଣ ମୋତେ ଟିକେ ଶାନ୍ତିରେ ବଞ୍ଚେଇ ଦେବୁନି? ଭାଇ ଆରେ ଅନ୍ତତଃ ପକ୍ଷେ ଏ ସମୟରେ ଆମ ଉପରେ ଏତେ ନିଷ୍ଠୁର ହୋନା ରେ। କିଏ ଭାଇ? କିଏ କାହାର ଭାଇ? ମୁଁ ତୋତେ ଚିହ୍ନିନି କି ଜାଣିନି। ଚାଲିଲା। ହେ ଭାଇ, ଆରେ ଆରେ ଆମ ଘରଟା ନିଲାମ ହେଇଯିବ ରେ ଭାଇ। ଟଙ୍କା 5 ଲକ୍ଷ ନଦେଲେ ଆମ ଘରଟା ଖାଲି ନିଲାମ ହେଇଯିବ। କ'ଣ ହେଇଗଲା ସେଠୁ? ନାଇଁ ନାଇଁ, ଟଙ୍କା 5 ଲକ୍ଷ ନଦେଲେ ଘରଟା ନିଲାମ ହେଇଯିବ। କ'ଣ ହେଇଗଲା ସେଠୁ? ବାହାର, ମୁଁ ଜାଣିଛି ତୁ ଏଠି ଯିବୁନି। ବାହାର କହୁଛି। ନାଇଁ ଭାଉଜ, କ'ଣ ହେଲା? ନାଇଁ ଭାଉଜ ନାଇଁ, ମତେ ଟଙ୍କା 5 ଲକ୍ଷ ଦିଅ, ମୁଁ ଘର ଛାଡ଼ି ଚାଲିଯିବି। ହଉ ଭାଇ, 5 ଲକ୍ଷ ଟଙ୍କା ଦେ। ଭାଇ ଆରେ 5 ଲକ୍ଷ ଟଙ୍କା ଦେ। ଏ ଭାଇ ତୁ ଏମିତି ବଦଳି ଯାଆନି ରେ, ଏମିତି ବଦଳି ଯାଆନି। ଆରେ ତୋର ଏ ବଦଳିବା ରୂପ ଦେଖିଲେ ଗଛ ଉପରେ ଥିବା ସେ ବହୁରୂପୀ ଏଣ୍ଡୁଅ ବି ଆତ୍ମହତ୍ୟା କରିଦେବେ। ଶ୍ରୀମନ୍ଦିରକୁ ଟେକି ଯାଇଥିବା ସେଇ ବଳଭଦ୍ର ଠାକୁର ସେଇ ଜଗନ୍ନାଥଙ୍କ ପାଖକୁ ରତ୍ନ ସିଂହାସନ ଛାଡ଼ି ତୋର ଏଇ ସ୍ୱାର୍ଥପର ରୂପ ଦେଖିଲେ ବଡ଼ ଦାଣ୍ଡକୁ ଚାଲି ଆସିବେ। ମନୀଷା, ଆରେ ହାଲଜରି ଭଳି ଦାଉ ଦାଉ ହେଇ ଜଳୁଥିଲା, ଜଲ୍ଦି ଲାଇଟ୍ ପାଲଟି ଗଲା। ରଜତ, ଯଥା ଶୀଘ୍ର ପରିଚୟ ଛୋଟ ଲୋକଟାକୁ ବିଦା କରିଦିଅ। ଆଉ ଶୁଣ, ତମ ଘର ଲୋକକୁ କୋଉଦିନ ଏଠିକି ଡାକି ତମେ ଜିଅନ୍ତା ସୁଧି ହେଇଛ, ତାହେଲେ ଏବାরে ଟିକେ ଶାନ୍ତିରେ ବଞ୍ଚିବାକୁ ଦେବେ। ଆଉ ବାକି ରହିଲା କଥା, ଏଇ କ'ଣ କହିଲ? ତମେ ରଜତ କ'ଣ ସ୍ୱାର୍ଥପର? ସ୍ୱାର୍ଥପର ସେ ଏମିତିରେ ବି ଆମର ମରିବା ବଞ୍ଚିବା ସମାନ ହେଇଯାଇଛି। ଏ ଭାଇ, ଆରେ ତୁ ଯୋଉଦିନ ସେ ଘର ଛାଡ଼ି ଚାଲି ଆସିଲୁ ସେଇ ଦିନଟାରେ ତୁ ଯାହାକୁ ବୋଉ ବୋଉ ବୋଲି ଡାକୁଛୁ ସେଇ ରହୁତା ନଥାଇ ନବି ତୋ କଥା ଭାବି ଭାବି 60 ବର୍ଷର ବୁଢ଼ୀ ହୋଇ ବାଟ ଚାଲୁଛି। ଆଉ ଯୋଉ ରହୁତା ଦଲକୁ ଗୋଟାଏ ପାହାର ମାରିଲେ 10 ମାଇଲ ଦୂରରେ ଥିବା ରଙ୍କିଆ ବର ଗଛ ଉପରୁ ଚଢ଼େଇ ମାନେ ଉଡ଼ି ଯାଆନ୍ତି। ସେଇ ଗାଈଟା ସେ ଢୋଲର ଚୋପ କାଟିକି ଭଲ ଭାବରେ ଧରି ପାରୁନି।
ମନୀଷା ଦରୁଆଙ୍କୁ ଏଇଟା ବେକରେ ଗୋଳା ଧକ୍କା ମାରିକି ହାଉଲ ଭାଇ ଏ ଗରିବ ଭାଇଟାକୁ ତୁ ଆଉ ଏତେ ସମ୍ମାନ ଦେଇନି, ଏତେ ସମ୍ମାନ ଦେଇନି ତ। ଦରୁଆନ ଡାକିବା ଦରକାର ନାହିଁ, ଟଙ୍କା 5 ଲକ୍ଷ ଦେ, ମୁଁ ଏଠୁ ଚାଲିଯିବି। আচ্ছা তু যদি এতে স্বাভিমান তাহলে কোড পাই পর পাখরে হাত পাতাউছু টঙ্কা পাই তা টিকে লাজ লাগুনি? 5 লক্ষ ଟଙ୍କା ଆମର ନିହାତି ଦରକାର ଭାଉଜ। যদি নিহাতি দরকার তাহলে ঘরে তোর সুন্দরী ভৌণী আছে, যা বেশ্যা পড়ালে তাকে বিক্রি করে দে। ଦେଖିବାନି ସୁଦ୍ଧା ଭାଉଜ କହୁଛନ୍ତି କହୁଛନ୍ତି ছোট লোকটা শান্তি দিবে ভালো কৌছে যা যা কৌছি আর তার হলে ନାଇଁ ବୁଝିବେନି চুপনি কোড করিবে দেখিব না আবে ভালো কৌছি না বলছ ছাড় কৌছি ছাড় ভাই যা আবে ছাড়। এইটা যদি বডি দেখতে তাহলে মত গোবর পানি পিইବାକୁ পড়িব। ମାଡ ମାଇଲ ସହୁନି, ଗୋଇଠା ମାଇଲ ତାକୁ ସହିନି, ଅଛୁଆ ବୋଲି କହିଲ ଚୁପଚାପ ସହିଗଲି। ହେଲେ ଭାଉଜ ମୁଁ ତମକୁ ଗୋଟେ ପ୍ରଶ୍ନ ପଚାରିବି, ତାର ଉତ୍ତର ତମେ ମତେ ଦବ। କୋଉ ଉତ୍ତର? ତମେ ମତେ ଥରେ ଗୋବର ପାଣି ପିଇଲେ, ତମେ ମତେ ଥରେ ଛୁଇଁଗଲେ ଗୋବର ପାଣି ପିଇବ ବୋଲି କହୁଛ, ହେଲେ ମୋ ଭାଇ ସହିତ ତମେ ଯେତେ ଥର ମିଶୁଛ, ଯେତେ ଥର ଦେହକୁ ଦେହ ଭର୍ତ୍ତି ହଉଛ, ଯେତେ ଥର ତମେ ଗୋବର ପାଣି ପିଉଛ, अरे मन पकाइल जो घरे तोर हेंतुड़ी जड़ीला से घरटा नीला ओ भाई से घरटा नीला मिल जो तू डिग्री अनुरे पाठ पढ़ी डाक्टर होती डाक्टर ओ भाई जो अगण तू चलुलु से घरटा नीला मिल भाई से घरटा नीला मिल कर दियो मु फ्रेश है आसु 5 लक्ष टका देबू पड़िले भाई ऐसे फट केसा तोर कौन कहूल भाई आम घरटा नीला रहीगल आम घरटा नीला जाडू देखो देखो ना दुनिया वाला देखो नील रंगरे रंगीन है सुगा छुआटा केमते बाघ हो जाइए जंगल बाघ ए राति सरीब दिन भी आसब पुणी दिन सरीब पुणी राति आसब सुगार छुआटा से दिन निश्चय भुकिब
বড় বড় কথাবার্তা করছো। সেদিন তোর সেই শঙ্করা ভাইটা বঞ্চিত কি মরি যাইଥିବ সে কথা ମୁଁ କହିପାରିବିନି ଭାଇ। ଯୋଉଦିନ ତତେ ରାଜାର ଆସନରେ ଯୋଉମାନେ ବସେଇଛନ୍ତି ସେଇମାନେ ତତେ କାମୁଡ଼ି ପଡ଼େଇବେ, ସେଦିନ ଏଇ ଶୃଙ୍ଖଳ ଛୁଆମାନେ ତତେ ବଞ୍ଚେଇବେ। କିନ୍ତୁ ସେଦିନ ସେ ଆକାଶଟା ବଞ୍ଚିଥିବ କି ମରି ଯାଇଥିବ ସେ କଥା ବି ମୁଁ ଜାଣିନି। ଏ ଭାଇ 5 ଲକ୍ଷ ଟଙ୍କା ଦେ, ତମ ଘରଟା ନିଲାମରୁ ବଞ୍ଚି ଯାଇନ ଭାଇ। 5 ଲକ୍ଷ ଟଙ୍କା ଦେ। তোটি ଯିବୁ ନା ନାହିଁ? ଏ ଭାଇ তোটি ଭଲରେ ଯିବୁ ନା ନାହିଁ? ଏ ଭାଇ କାଲି ସକାଳୁ ଜଗିଲା ଭଲା ଆସିବା ଭାଇ। କାଲି ସକାଳୁ ଜଗିଲା ଭଲା ଡେଙ୍ଗିଲା ବୁଝେଇଲେ। ଶୁଣ ଶୁଣ, ଆସନ୍ତାକାଲି ଶଙ୍କର ନାୟକର ଘର ନିଲାମ ହବ। ସହିପାରିବୁ ତ? ତୋର ସେ ଅବୁଜା ଆଖିର ଅବୁଜା ନୁହଁ, ତୋର ସେ ମାଦ ଆଉ ଯୋଉ ଡଲବ ତା ଉପରେ ପଡ଼ିଥିବା ସେ ଯୋଉ ତୁଳା, ସେ ଆଖିର ଲୁହକୁ କଣ ଶୋଷି ନେଇପାରିବ? ଭାଇ ଶୁଣ, ଯୋଉମାନେ ନିଲାମରେ ଭାଗ ନେବାକୁ ଚାହୁଁଛନ୍ତି ସେମାନେ ଠିକ 9ଟା ବେଳେ ମଧୁପୁର ଗାଁର ଶଙ୍କର ନାୟକ ଘର ପାଖରେ ପହଞ୍ଚିବେ। ସହିପାରିବୁ? ଆମ ମାଟି ମାକୁ ଆଉ କିଏ ନେଇଯିବ? একথা ତୁ ସହିପାରିବୁ ତ? মানে কোন মানে মানে হচ্ছে এই রাস্তা করে কোন লেখা আছে আপন মতে কিছু দেখু নাকি আপন কো যদি রক্ত দবার আছে তাহলে ডক্টর কে পাখরে দিয়ন্তু এই রাস্তা উপরে কাইকে নাই ই মা আপন কো মুন্ড তো ফাটি যাইছি আপন কো মুন্ড তো পুরো ফাটি যাইছি ওর কিছু কিছু হেনি কোন কইছো
ଏସବୁ ହଉଛି ମଦର କମାଲ। କଣ ଆସ୍କା ପଟି ପିଇଛନ୍ତି? ଡାଲାରେ ବାବୁ ଆପଣ ତ 5 ଫୁଟ ହାଇଟ୍ ପାଇଛନ୍ତି, ଠିକ୍ ଯାତ୍ରା ପଟେ ହିରୋ ଭଳି ଦେଖାଯାଉଛନ୍ତି। ହଁ, ଆପଣ ଯଦି ଚାକିରି ବାକିରି କିଛି ପାଉନାହାନ୍ତି ତାହେଲେ ଆପଣ ଯାଇ ସେଇ ଯାତ୍ରା ପଟରେ ରହିଯାଉନାହାନ୍ତି। ମୁଁ ଶୁଣିଛି ବାବୁ ଯାତ୍ରା ପଟରେ ବୁଢ଼ାଇର ମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ମିଳୁଛି। ସେଇ ଆଖି, ସେଇ ମୁହ, ସେଇ ସେରା, ତମେ ମୋ ସୁନା ନା? ସୁନା? এই সুনা কে? বাবু ଆପଣଙ୍କର ବୋଧେ ଏଯାଏ ନିଶା କମିନି। ନାଇଁ ନାଇଁ, ମୋର କିଛି ହେଇନି। ତମେ କୁହ, ତମେ ମୋ ସୁନା ନା? ମୁଁ ଏବେ ବୁଝିଗଲି ବାବୁ, ମୁଁ ଠିକ୍ ବୁଝିଗଲି। ନିଶା ହେଇଗଲେ ସବୁ ଝିଅ ସବୁ ପୁଅ ମାନଙ୍କୁ ପ୍ରେମିକା ପ୍ରେମିକା ଲାଗନ୍ତି। ଆଚ୍ଛା କହିଲେ ବାବୁ, ଆପଣ ପ୍ରେମରେ ଫେଲ୍ ହେଇ ମଦ ପିଇଛନ୍ତି ନା ଆପଣଙ୍କ ପ୍ରେମିକା ଆପଣଙ୍କୁ ଧୋକା ଦେଇଛି? ତାହେଲେ ତମେ ହଁ, ତମେ କିଏ? ঠিক আছে ঠিক আছে, যদি নুহে তাহলে ঠিক আছে। হেলে গোটে কথা রখন্তু বাবু, যদি আপন মতে মিছ কହୁଥାନ୍ତି তাহলে শুনন্তু, মদ পিইବାକୁ ভুলি ହୁଏନି କି ଅବାଟକୁ ଚାଲି ଯାଇଥିବା ମଣିଷଟା ଆଉ ବାଟକୁ ଫେରି ଆସେନି। ନା ନା, ଇଏ ମୋ ସୁନା ନୁହେଁ। ବାବୁ ମୋ ସୁନା କଣ ମତେ ଚିହ୍ନି ପାରୁନ? ବାବୁ ହେଲେ ମୋ କଥା ଗୋଟେ କଥା ମନେ ରଖନ୍ତୁ, ପୁରୁଣା ପ୍ରେମିକାକୁ ଭୁଲିବାକୁ ହେଲେ ତପସ୍ୟା ତପସ୍ୟା କରିବାକୁ ପଡେ, ତପସ୍ୟା। ଶୁଣ ଶୁଣ କହୁଛି, ତମକୁ ଦେଖିଲା ପରେ ମତେ ଲାଗୁଛି ମୋ ତପସ୍ୟାର ଫଳ ବୋଧେ ମତେ ଖୁବ୍ ଶୀଘ୍ର ମିଳିଯିବ। ସାଧାରଣ ନେଇ ବଳି ଆସିବା ପଡ଼ିବ ମୋ ମନର ବରଙ୍ଗୀ ସହରକୁ। କାହିଁକି ନା ତମ ପାଉଁଜିର ସ୍ୱର ଭିତରେ ମତେ ଶୁଭି ଯାଉଛି ସେ ନୀରବ ସଙ୍ଗୀତ ଆଉ ତମ କଥା କୁହା ଲାଗିଣି। ତମେ ମତେ ଛୁଇଁଲେ ଯେ 1000 ବର୍ଷର ଶୋଷକୁ ଆହୁରି ବଢ଼େଇ ଦେଲ। ଆରେ ଆସ ଆସ ଶୁଣ, ମତେ ଛାଇ କାଲୁର କଳାପଦରୁ ମୁକ୍ତି ଦିଅ।
3 লক্ষ 3 লক্ষ 3 লক্ষ 4 লক্ষ 4 লক্ষ 4 লক্ষ 4 লক্ষ 3 हेलो माइक्रोफोन टेस्टिंग डीजे डीजे 5 लाख শুধু সংসদ ঘর 5 লক্ষ নিলাম হয়েছে এখানে সংসদ নাই ও তাদের পরিবার লোক জনাই দেওয়া উচিত ସେମାନେ ଘର ଆଜି ହିଁ ଖାଲି କରନ୍ତୁ ହତିଆଲୋ ଆଉ କାହିଁକି ବସିଛୁ ତୁ କଣ କିଛି ଶୁଣିପାରିଲୁନି ବ୍ୟାଙ୍କରୁ ମ୍ୟାନେଜର ବାବୁ ଆସିଥିଲେ କୋର୍ଟରୁ ହାକିମ ବାବୁ ଆସିଥିଲେ ସେମାନେ କଣ କହିଲେ କଣ ଶୁଣିପାରିଲୁନି ଆମ ବାପ ଅଜା 14 ପୁରୁଷର ଭିଟା ମାଟିଟା 5 ଲକ୍ଷ ଟଙ୍କାକୁ ବିକ୍ରି ହେଇଗଲା ଆଲୋ ତୁ କଣ କିଛି ଶୁଣିପାରିଲୁନି हेलो ଆଉ କାହିଁକି ବସିଛୁ ଉଠ ଯିବା ଚାଲ हेलो ତତେ କଣ ଶୁଭୁନି ସତିଆ ନା ଯିବିନି ମୁଁ ଏ ଘର ଛାଡ଼ି ମୁଁ କୁଆଡ଼େ ବି ଯିବିନି ଯିବାକୁ ହବ ଭାଉଜ ଏ ଘର ଆଉ ଆମର ଏଇ ନାହିଁ ଭାଉଜ ଏ ଘର ଆଉ ଆମର ଏଇ ନାହିଁ କିଏ କହିଲା ଏ ଘର ଆମର ଏଇ ନାହିଁ ଦେଖିଲୁ ଆରେ ଦେଖ ଏ ଘରର କାନ୍ଥଗୁଡ଼ା କେମିତି ଫାଟିକି କରି ଏ ଘରର ମଥାନର ଚାଳରୁ କେମିତି ବରଷା ପାଣି ଟପ ଟପ ହେଇ ପଡୁଛି ଆଉ ଏ ଘରର ଚଟାଣର ମହକ ମତେ କହୁଛି ମତେ ଛାଡ଼ି ତମେ ମାନେ ଯାଅନି हेलो पुलिस बाबू आसी धक्का मारी पिटी पिटी घर बाहर करदेवे छातीटा तो लहू लुहाण हो जाइए पिठी रक्त झरवा कौन निहाती दरकार हेलो घर कलर लुचि रहिले भी से माने आमको छाड़ी लो जमा छाड़ी घर छाड़ी चली चलो भाउज चलो ना ये घर को प्रथम कर आसिला दिन घर को बसी थी घरटा घर नुहे तो चक्का चौपा कितने महापात्र समस्त
କୁଆଡ଼େ ଯିବିନି ମୁଁ କୁଆଡ଼େ ଯିବିନି। ଏବେ ଯିବା ଯିବା ବୋଲି ଏଠି ଘଡ଼ିଏ ହେଲା ବିଚାର କରୁଛ। ଏବେ ଯିବାରେ ମୁଁ ପୁଲିସକୁ ଡାକିବି। ଶୀଘ୍ର ଏଠି ଯାଅ, ମୁଁ ଏ ଘରେ ତାଲା ଦେବି। ମଉସା ତମେ ଏମିତି ଭାବରେ ଆମଠାରୁ ପ୍ରତିଶୋଧ ନେଇଗଲ ମାନେ ସେଦିନ ତାକୁ ଏତେ ମାଡ଼ ମାରିଲ ତମ ମନ ବୁଝିଲାନି ଯେ ଆଜି ଆମ ଘରକୁ ଆମଠାରୁ ଛଡ଼େଇ ନେଇଗଲ। ଏବେ ମୁଁ କଣ କଲି? ମୁଁ ଯଦି ନ ନେଇଥାନ୍ତି ଇଏ ବ୍ୟାଙ୍କ ବାଲା ନିୟମ କଲେ ଯିଏ ପାରି ସେ ନେଇ ଯାଇଥାନ୍ତେ। ମୋ ଭୁଲ କଣ? ନାଇଁ ବାବୁ ନାଇଁ, ତମେ ଚାହିଁଲେ ଏବେ ଆଉ କିଛି ଦିନ ଘରେ ରହିପାରିବୁ ମଉସା। ଭାଇର ଦେହ ଭୀଷଣ ଖରାପ, ତା ଦେହ ଭଲ ହେଇଗଲେ ଆମେ ଏଇ ଘର ଛାଡ଼ି ଚାଲିଯିବୁ। ହଁ ମଉସା, ଏଇ ଦେଖ ଜ୍ୱରରେ ମୁଁ ଠିକ ସେ ଛିଡା ହେଇପାରୁନି। ଠିଆ ହେଲା ବେଳକୁ ମୁଣ୍ଡଟା ବୁଲେଇ ଦଉଛି। ତା ଛଡ଼ା ତମେ ତ ଦେଖୁଛ 3 ଦିନ ହେଲା ବାହାରେ ମୁଷଳ ଧାରାରେ ବର୍ଷା ହଉଛି। ଏ ପରିସ୍ଥିତିରେ ଆମେ ଯିବୁ କୁଆଡେ ମଉସା? ଆମେ ଯିବୁ କୁଆଡେ? ତୁରେ କଣ ଯିବା ପାଇଁ ଜାଗା ନାହିଁ? ଅଙ୍ଗନବାଡି ପାଇଁ କେନ୍ଦ୍ର ଅଛି, ବାତ୍ୟା ଆଶ୍ରୟସ୍ଥଳ ଅଛି, ଲମ୍ବ ହେଇକି ପଡିଛି। ସେଠି ବସା ଉଠା କରିବ। ମଉସା ବଢିଲା ଝିଅଟା ପରା ଆମ ସାଥିରେ ଅଛି, ତାକୁ ନେଇ ବାହାରେ ରହିଲେ କ'ଣ ଠିକ ହବ? ଧନୁର୍ଦ୍ଧରା ଭଳିଆ ଦିଟା ଭାଇ ଅଛନ୍ତି ବା, କଣ ତମ ଝିଅଟାକୁ କିଏ ଟାଣି ନେଇ ରେପ କରିଦଉଛି? ଶୀଘ୍ର ଯିବ ନା ମୁଁ ପୋଲିସ ଡାକିବି। ମଉସା ସେମିତି କୁହନି ମଉସା, ଏ ଦେଖିଲ ପୁରା ଭଲ ନାହିଁ। ଡାକ୍ତର ମନା କରିଛନ୍ତି ତାଙ୍କୁ ବାହାରେ ବୁଲିବାକୁ। ଏଇ ଝଡ଼ ବର୍ଷାରେ ସେ ଯଦି ବାହାରେ ବୁଲିବେ ତାଙ୍କର ଅବସ୍ଥା କ'ଣ ହବ ତମେ ଥରେ ଚିନ୍ତା କରିପାରୁଛ? ମରିଯିବ, ମରିଯାଉ। କଣଟା ଭାସିଯିବ ସେଇଠି? ଇଏ ବେଗ ଅଶୁଦ୍ଧ ହେଇଯିବ, ମରିଯାଉ ସେଇଟା। ମଉସା କାହିଁକି ଏମିତି ବାରମ୍ବାର ତାଙ୍କୁ ମର ମର ବୋଲି କହୁଛ? ଦେଖିବ ଉଡ଼ିବା ପୋଲିସକୁ ଡାକିବି। 5 ଲକ୍ଷ ଟଙ୍କା ଦେଇକି ଏ ଘରକୁ ମୁଁ କିଣିଛି, ତମେ ସବୁ କଥା ନାଲି ଆଖି ଦେଖାଉଛ। ଶୀଘ୍ର ଆସ, ନାଲି ଆଖି ଦେଖାଇବନି, ହଳି ହଳିକି ବାନ୍ଧିକି ନିଅ, ମୁଁ ଘରେ ତାଲା ପକେଇବି। ଆରେ ତମେ ତ କମ ଶାସନ ନୁହଁ। କାହିଁକି ସେଇଟାର ଗୋଡ଼ ତଳେ ପଡ଼ିବା କଥା ତମେ କହୁଛ? ଆରେ ଯାହା ଗୋଡ଼ ତଳେ ତମେ ପଡ଼ିବା ପାଇଁ କହୁଛ ସେଇଟା ମଣିଷ ନୁହେଁ, ସେଇଟା ତମେ ଆଖିର ଲୁହ କେବେ ବି ବୁଝିପାରିବନି। ଆମ ଭାଗ୍ୟରେ ଯଦି ଗଛ ମୂଳେ ଲେଖା ଅଛି ତାହେଲେ ଆମେ ଗଛ ମୂଳେ ରହିବା ଭାଉଜ। ଏ ଘର ତ ଆମକୁ ପର କରିସାରିଛି, କାହିଁକି ଆଉ ଏ ଘରେ କାହିଁକି କାହିଁକି ଆଉ ଏ ଘରେ ମାୟା ଲଗାଉଛ? କାହିଁକି? ରାତି ଗାଇଛି, ରାତି ଗାଇଛି, ରାତି ଗାଇଛି। ଘର ଆଗରେ ଚଉରାବତୀ, ତା ଉପରେ ତୁଳସୀ ଗଛ। ପାଣି ଦଉଥିଲୁ ବୋଲି ବଞ୍ଚିଥିଲା, ପାଣି ନ ପାଇଲେ ଆପେ ଆପେ ମରିଯିବ। ବାରିପଟେ ତମେ ଲଗେଇଥିବ ଛୋଟ ପଲେଇ ଆମ୍ବ ଗଛଟା, ବାଡ଼ ଥିଲା ବୋଲି ସୁରକ୍ଷିତ ଥିଲା, ଆଉ ବାଡ଼ଟା ଉଠିଗଲେ ପଦା ଗୋରୁ ପଶି ଖାଇଯିବେ। ନୂଆ ପାଦ ଚିହ୍ନ ପଡ଼ିଲେ ଆପେ ଆପେ ମାଟିରେ ମିଶିଯିବ। ଜାଣିଲ ସତ୍ୟା, ଚାଲ ଭାଉଜ ଯିବା
ଆଚ୍ଛା ଯିବା ଚାଲ। আবে হে এপো ঘইতে ভাই পো ଦି জଣ এক ଯିବା ଚାଲ ଓଳିଆ ହେଲା କହୁଛ ତୁଳସୀ ଘଣା ମାଟି କାଦୁଅ ପାଦ ଚିହ୍ନ ଆଉ ଗାଈ କେତେ ଦୁଇକି କ୍ଷୀର କରୁଥିଲୁ ଘିଅ କେତେ କରି ରଖୁଛୁ ବସିକି ବିଚାର କରୁନା ଗୋଟେ ଫାଷ୍ଟ ଚଲାଇଛ ଯାଅ ଏଠୁ। আরে তুমি গুলা এড়ে স্বার্থপর তোমার কোন কিছু শুনি পারুন কিছু জানি পারুন আরে কুয়াড়ে চালি যাচ্ছ তবে মানে কুয়াড়ে চালি যাচ্ছ শুণ শুণ সে কেমিতি গুমুরি গুমুরি কান্দুছি ଆଉ ବିକଳରେ କାନ୍ଦି କାନ୍ଦି କହୁଛି କୁଆଡେ ଯାଉଛ ମତେ ବି ସାଙ୍ଗରେ ନେଇଯାଅ ଶୁଣିପାରୁନୁ କେଡ଼େ ହସ ଭାଗିନି ଗାଏ ମୋ ଛୁଆଟାକୁ ମୁଁ ଭୁଲି ଯାଇଛି ଲୋ ମୋ ମନେ ନଥିଲା। ଆରେ ବାପା ଆରେ ରହରେ ଜମା ବି କାନ୍ଦେନା ତତେ ଛାଡ଼ି ମୁଁ କ'ଣ ଚାଲିଯିବି ମୁଁ ତତେ ସାଙ୍ଗରେ ନେଇକି ଯିବି ନା। ଆରେ ରହ ମୁଁ ସାଙ୍ଗେ ସାଙ୍ଗେ ତତେ ନେଇ ଆସିବି। ଭାଇ ଭାଉଜ କାହା କଥା କହୁଛନ୍ତି ତମେ ବି କହୁଛ କଣ କହୁଛ ମୁଁ କିଛି ବୁଝିପାରୁନି। ଆମେ ଆମ ପୁଅ କଥା କହୁଛୁ ତାରି ପାଇଁ ଆମେ ଏଇ ତମେ ମୁଁ ନେଇ ଆସିଛି ମୋ ପୁଅକୁ। হ্যালো মাইক সেটিং ডিজে শঙ্করা এ গোটা কাণ্ড তু করদেইথিবে ইবে কথার আছে লঙ্কা যেতে পাকড় সেতে রাগ বড়ে ହଁ ସିଏ ଆମ ପୁଅ ପାଞ୍ଚ ଲକ୍ଷ ଟଙ୍କା ଦେଇ ଘର ମୁଁ କିଣିଛି ଇଏ ଘରର ପ୍ରତ୍ୟେକ ଜିନିଷ ମୋର ଚୁଚିଟେ ବି ନେଇପାରିବୁନୁ ତାକୁ କୁଆଡେ ନେଉଛୁ ଇଏ ସେଇଟା ଉପରେ ମୋର ବେଶୀ ରାଗ ଇଏ ତାରି ପାଇଁ ମୋ ଡିଜେ ବେପାର ବୁଡେଇ ବସିଲେଣି। ନାଇଁ ମଉସା 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 ଆମ ଘର ନେବେ ଆସ ନାଇଁ ମଉସା তোমার এতে সাহস নারায়ণ দুজেকু তুমি পেলিকে খোপার দেব রুহ আজি তম কথা বুঝ আজ যদি হরি হরি তোমাকে পুলিশ বাবু ଦେଖିବା ଆସ ଲୋକ ଜବରଦସ୍ତି କରି କେମିତି ଜିନିଷ ନେଇକି ପଳାଉଛନ୍ତି ଲୋକ ମୋରି ଘରେ ଠିଆଇକି ମୋତେ ନାଲି ଆଖି ଦେଖୁଛନ୍ତି ଲୋକ ମୋତେ ସେଥିରେ ମାଡ଼ ମାରିଲେ ଆଣ ତମ କଥା পুলিশ আসি আমাকে ধক্কা মারি বাহার করদেব তা আগুন আমি চালিযা আরে যা 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 আরে হ্যাঁ রূপা কুয়াড়ে গেলা রূপা
आकाश अरे रूपा को लेके आ रूपा घर ମାନେ ଗୋଟେ କଥା ଜାଣିଲେ ଆକାଶଟା ତମ ମୁଣ୍ଡ ଉପରେ ଛିଣ୍ଡି ପଡିବ। କାହିଁକି ଚୁପ୍ ରହିବା? ଯାଆନ୍ତୁ ଯାଆନ୍ତୁ ତମ ଘର ଲୋକ କେତେ ତଳକୁ ତମେ ଖୋଜି ଯାଇଛ ହୀନମାନେ ତାର ଶିକାର ହେଇ ତମେ ଆଜି କେତେ ବଡ଼ ଭୁଲ କରିବାକୁ ଚାହୁଁଥିଲ। ବାବୁ କଣ କରିଛି ମୋ ରୂପା କଣ କରିଛି କୁହ କି ଭୁଲ କରିବାକୁ ଯାଉଥିଲା ସେ? କହ ରୂପା କହ କୁହନ୍ତୁ ବାବୁ। ଘରଟା ନିଲାମ ହେଇଗଲା ତମେ ମାନେ ବେସାହାରା ହେଇଗଲ ସେଇଥିପାଇଁ ରୂପା ଗାଡି ଆଗରେ ଛିଡା ହେଇ ମରିବାକୁ ଯାଉଥିଲା। ହ୍ୟାଲୋ ଏ ରୂପା ହ୍ୟାଲୋ ଘରଟା ସୁନା ନିଲାମ ହେଇଗଲା ହେଲେ ତୋ ଭାଇଟା କଣ ମରିଗଲା? ଘରଟା ନିଲାମ ହେଇଗଲା ବୋଲି ତମ ଭାଉଜର ବଡ଼ ଦୋକାନରେ କଣ ନିଲାମ ହେଇଯାଇଛି? ପୁରା ବର୍ଷରେ ମୁଁ ମୋ ବଡ଼ ଦୋକାନରେ ତମକୁ ଘୋଡ଼େଇ ଦେଇ ପାରିବିନି। ରୂପା ଆରେ ଘରଟା ନିଲାମ ହେଇଗଲା ବୋଲି ତୁ ଆତ୍ମହତ୍ୟା କରିବୁ? ଆରେ ତୋର ଏଇ ସାନ ଭାଇଟା ପୁରା ଅଛି ଏଇ ମୂର୍ଖଟା ପୁରା ଅଛି ତୋ ପାଖରେ ତ ସେ ବାଡ଼ ହେଇ ଠିଆ ହେଇପାରିବନି। ପାରିବିନି ନା ସାନ ଭାଇ ତଳ ଭାଙ୍ଗି ଗଲା ପତ୍ର ଝଡ଼ିଗଲା ତୁଚ୍ଛ ବଡ଼ ଗଛଟା ତା ଜାଗା ବଦଳେଇ ଦେଲା। ଲୁହଲୁହାଣୀ ଗଛକୁ ବଡ଼ କରିଥିବା ମାଳି ବାପାଟା ଧୁ ଧୁ ଖରାରେ କାନ୍ଦିବା ଛଡ଼ା ସେ ଗଛ ଆଉ କିଛି ବି କରିପାରିବନି। ହେ ରୂପା ଆଲୋ ଫଗୁଣ ଆସିଲେ ପୁଣି ତମେ ମାନେ ଫୁଲରେ ମହକିବ ଫଳ ଧରିଲେ ଇଏ ମାଳି ବାପୁଡ଼ାଟା ପୁଣି ଖୁସି ହବ। ତମ ଭାଇ ଠିକ କଥା କହିଛନ୍ତି ରୂପା ଚାଲିବାଟା କେବେ ବନ୍ଦ ହୁଏନି ଚାଲିବାଟା ସେତିକିବେଳେ ବନ୍ଦ ହେଇଯାଏ ଯେତେବେଳେ ପାଦଟା ଥକିଯାଏ। ମୁଁ କହିବି ତମ ପାଦ କେବେ ନ ଥକୁ କି ତମ ବାଟ କେବେ ନ ସରୁ। ମୁଁ ଆସୁଛି। କିଏ ଜାଣେ ଆମ ବାଟ କୁଆଡ଼େ ଆମ ବାଟ ସିଆଡ଼େ ଆମ ପାଦ ଯିବ ଯୁଆଡ଼େ। ଯୋଉଠି ସରିବ ସେଇଠି ଘର ଅନ୍ଧାର ରାତି ଆମର ସାଥୀ। आस आस सगात मो घर को आस नहीं सगात आमे तो घर को कहीं जीवु आमे बरं जाई बात्या आश्रय स्थली रे मुंड गुंजी देबु रे। अरे कौन कहू तू बात्या आश्रय स्थल रे मुंड गुंजीबु अरे मो घर कौन तो घर नुहे
ଆସ ସଙ୍ଗାତ ଆସ ସଙ୍ଗାତ ଆସ ମୋ ଘରକୁ ଆସ ତମ ଦେହ ତ ଭଲ ନାହିଁ ସକାଳୁ କିଛି ଖାଇନା ଏ ସଙ୍ଗାତୁ ଆମ ଘରେ ସମସ୍ତ ଜିନିଷ ଅଛି ତମେ ଯାଅ ରୋଷେଇ ଦିଟା କରିଦିଅ ଆମେ ସମସ୍ତେ ଆଜି ସାଙ୍ଗ ହୋଇ ବସି ଖାଇବା ଯାଅ ସଙ୍ଗାତୁ ରୂପା ଆ ସାଥୀ ଆମେ ରୋଷେଇ ସାରିଦେବା ଚାଲ ଭାଉଜ